ତେବେ ଆମେ ଗୋଟେ ଚାପ୍ଟର ରଖିଥିଲେ ସବଜେକ୍ଟ ଉପରକୁ ଯଦି ଆସିବା, ପୂର୍ବରୁ ଗୋଟେ ଚାପ୍ଟର ରଖିଥିଲେ, ଆରଥର ଆଲୋଚନା ହେଇଥିଲା ଯୋଗ ଉପରେ କିପରି ଯୋଗକୁ ପ୍ରାଧାନ୍ୟ ଦିଅନ୍ତୁ, ପ୍ରକୃତରେ ଯୋଗଟା କ'ଣ, ଏ ବିଷୟରେ ଗୋକୁଳାନନ୍ଦ ମୁନି ପ୍ରଶ୍ନ ରଖିଥିଲେ, ଅନୁରୋଧ କରିଥିଲେ ବୁଝିବା ପାଇଁ। ମୁଁ ଯେତେ ସମ୍ଭବ ଫାଷ୍ଟ ପାର୍ଟରେ ଆମେ ଯେଉଁ ନିଆଯିବ, ଫାଷ୍ଟ ପାର୍ଟରେ ଆମେ ଆଲୋଚନା କରିଥିଲେ, କିଛି ଅଂଶରେ ଯୋଗର ସମ୍ୟକ ଧାରଣା ମୁଁ ଦେଇଥିଲି। ତେବେ ପ୍ରାସଙ୍ଗିକ ଅର୍ଥରେ ଆମେ ଯୋଗ ଉପରେ ଯେଉଁ ସଂସ୍ଥାର ସବୁ ଅଛି, ମୁଁ ପ୍ରାୟତଃ କହିଛି ଯେ ଯୋଗ କିଛି ନାହିଁ। ଯେକୌଣସି ସଂସ୍ଥାରେ ତୁମେ ଯାଅ ଦେଖିବ ଯୋଗ କିଛି ନାହିଁ। ସେ କହେ ଧ୍ୟାନ କରନ୍ତୁ, ଗୁରୁଙ୍କୁ ଧ୍ୟାନ କରନ୍ତୁ, ଆସନ କରନ୍ତୁ, ସେ ଉପବାସ କରନ୍ତୁ, ଭକ୍ତି କରନ୍ତୁ, ଅର୍ଘ୍ୟ ଦିଅନ୍ତୁ, ଇଷ୍ଟବୃତ୍ତି ଦିଅନ୍ତୁ, ସବୁ କିଛି ଅଛି, କିନ୍ତୁ ଯୋଗ ନାହିଁ। ଯୋଗ କୌଣସି ସଂସ୍ଥାରେ ପ୍ରାଣାୟାମକୁ ମଧ୍ୟ କିଏ କିଏ କେଉଁ ଅର୍ଥରେ ବୁଝେଇଛନ୍ତି, ଯଦିଓ ଯେମିତି ରାମଦେବ ବୁଝଉଛି ବା ଆଉ କିଏ ସବୁ ବୁଝଉଛନ୍ତି, ତେଣୁ ସେ ଯେଉଁ ପ୍ରଣାଳୀ ପ୍ରାୟ ଠିକ୍ ନୁହେଁ, ଯେତିକି ଅନୁଭବ କରୁଛୁ ଆମେ। ତେଣୁ ଏଇ ଯେଉଁ ଯୋଗଟା ପାତଞ୍ଜଳିଙ୍କର ଯେଉଁ ସିଷ୍ଟମ ଥିଲା, ସେ ସିଷ୍ଟମକୁ ପାତଞ୍ଜଳି ତ ଷଡ଼ଦର୍ଶନର ଗୋଟେ ଦର୍ଶନ ଲେଖିଛନ୍ତି, ଯୋଗ ଦର୍ଶନ ଶାସ୍ତ୍ର, ମହାନ ଋଷି ଜଣେ। କିନ୍ତୁ ଶିବମୁନି ଯେତେବେଳେ ଆସିଲେ, ସେ ପ୍ରାଣାୟାମ ସ୍ତରଟାକୁ ମଡିଫାଏ କଲେ। ମୁଁ ଯାହା ଅନୁଭବ କରୁଛି, ଶିବମୁନି ମଡିଫାଏ କରିଛନ୍ତି, ଅତି ସରଳ କରିଦେଇଛନ୍ତି, ସହଜ କରିଦେଇଛନ୍ତି। କାରଣ ପାତଞ୍ଜଳି ଯେଉଁ ସୂତ୍ର ଗୁଡ଼େ ଦେଇଛନ୍ତି ହଠ୍ ଯୋଗ, ସେଥିରେ ଭୟଙ୍କର ସ୍ଥିତି ରହିଛି, ଯେମିତି ନୌଳିକ କ୍ରିୟା, ଭ୍ରାମରୀ, ତ୍ରାଟକ, ଉଚ୍ଚାଟନ, ଶୀର୍ଷାସନ, ଏମିତି ସବୁ ବିଭିନ୍ନ ପ୍ରକାର ଆସନ ଅଛି। ଧୌତି, ନେତି, ଏସବୁ ଜଣେ ଯୋଗୀ ପାଇଁ ପ୍ରଯୁଜ୍ୟ ନୁହେଁ। ଯିଏ ଅସୁବିଧାରେ ଅଛି ତା ପାଇଁ ଇଏ ହୁଏତ କିଛି କିଛି ତରିକା ହେଇପାରେ, ଶରୀର ଶୋଧନ ପାଇଁ କିଛି କିଛି ସିଷ୍ଟମ, ଆରେ ବି ବିପଦ ଅଛି, ଆରେ ବି ବିପଦ ଅଛି ଏଇ କ୍ରିୟାରେ। ତେଣୁ ଶିବମୁନି ଯେତେବେଳେ ଦେଖିଲେ ଏଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ସମସ୍ତେ କରିପାରିବେ ନାହିଁ, ସରଳ ଲୋକ ଅଛନ୍ତି, ମାନେ ହଟ୍ ଯୋଗ କରିବା ପାଇଁ ତାଙ୍କର ସାମର୍ଥ୍ୟ ନଥାଇପାରେ, ଭୟଙ୍କର ସ୍ଥିତି ହୁଏତ ପହଞ୍ଚିପାରେ। ଯେମିତିକି ଗୋଟିଏ ଅର୍ଥରେ ନିଅନ୍ତୁ, ଯଦି ଶୀର୍ଷାସନ ଯଦି ଜଣେ କରିବ, ଗୋଡ଼ ଉପରକୁ ଟେକିବ, ଶୀର୍ଷଟାକୁ ତଳକୁ ରଖିବ, ମାନେ ମୁଣ୍ଡ ଉପରେ ଛିଡ଼ା ହେବ। ହୁଏତ ଯଦି ବ୍ଲଡ଼ ପ୍ରେସର ଥିବ, ତାର ଆସିବ ହଠାତ୍ ମୁଣ୍ଡ ଆଡ଼କୁ ଉଠିଯିବ, ତଳମୁହାଁ ହେଇଗଲା, ଓଲଟ ବୃକ୍ଷ ନା। ତେଣୁ ଓଲଟ ବୃକ୍ଷ ସେଠି ଆଉ ରହିବନି, ଉପରି ପଡ଼ିବ, ସାଙ୍ଗେ ସାଙ୍ଗେ ଉପରି ପଡ଼ିବ। ଯଦି ବ୍ଲଡ଼ ପ୍ରେସର ପେସେଣ୍ଟ, ଆମେ ଶୀର୍ଷାସନ କରିଛୁ, ମୁଣ୍ଡ ତଳକୁ ରଖି ଗୋଡ଼ ବି ଟେକିଛୁ, ସେତେବେଳେ ଯୋଗ ଫୋଗ ଆମେ କିଛି ଜାଣିନଥିଲୁ, କିଏ କଲା ଦେଖିକି କରିଦେଲୁ। ଏ ପାହାଡ଼ ଉପରେ ମୁଁ କରିଛି କେତେଥର। କିନ୍ତୁ ଯେଉଁମାନେ ଏଇଟା ଜଣେ ବ୍ଲଡ଼ ପ୍ରେସର ପେସେଣ୍ଟ ଯେତେବେଳେ କରିବ, ଡେଥ୍ ହେଇଯିବ ସାଙ୍ଗେ ସାଙ୍ଗେ, ତେଣୁ ଭୟଙ୍କର ସ୍ଥିତି। ତେଣୁ ଶିବମୁନି ଦେଖିଲେ ଏଇ ଯେଉଁ ସିଷ୍ଟମ ସବୁ ରହିଛି ପାତଞ୍ଜଳିଙ୍କର, ମୁଁ ଗୋଟେ ଆଣିଛି ବହି, ଓଡ଼ିଆ ବହିଟା, ପାତଞ୍ଜଳିଙ୍କର ଯୋଗ ଉପରେ ଲେଖା ଅଛି, ମୋଟା ବହିଟା, ବହୁତ ପେଜ ଅଛି। ମୁଁ ସେଥିରେ ବି ଦେଖିଛି ସେସବୁ ଭୟଙ୍କର ସ୍ଥିତିର ଯୋଗ ରହିଛି, କରିବା ଗୋଟେ ସାଧାରଣ ଲୋକ କରିପାରିବନି। କିନ୍ତୁ ଶିବମୁନି ଆସିକିରି ଯେଉଁ ସରଳୀକରଣ କରିଦେଲେ ପ୍ରାଣାୟାମକୁ,
ଧ୍ୟାନ ଆଉ ଶୁଭ ଭାବନା ପ୍ରଣବ ଜପ ଅତି ସରଳ କଲେ। ପ୍ରଣବ ଜପଟା ଏତେ ମାଧୁର୍ଯ୍ୟପୂର୍ଣ୍ଣ, ଏତେ ସିଷ୍ଟମାଟିକ୍, ଏତେ ମାନେ ପ୍ଲୁତ ସ୍ୱରରେ ଏତେ ମାର୍ମିକ ସ୍ଥିତି ରହିଛି, ସ୍ୱରରେ ତୁମେ ହଜିଯିବ। ଏ ପ୍ରଣବଟା ବହୁତ ସୁନ୍ଦର ପ୍ରଣବ। କିନ୍ତୁ ହତଭାଗ୍ୟ ମୁନି ସମାଜର କେତେ ଗୁଡ଼ିଏ ମୁନି ଅଛନ୍ତି ଏଇ ପ୍ରଣବଟାକୁ ସ୍ୱତନ୍ତ୍ର ଗୁପ୍ତରେ ନ ରଖି ପୁରା ଓପନ ଏୟାର ଷ୍ଟେଜ ମାଇକରେ ହଜାର ହଜାର ଅଡ଼ିଏନ୍ସଙ୍କ ଆଗରେ, ଯଦିଓ ଶିବମୁନି ମନା କରିଛନ୍ତି ଗୁପ୍ତ ଯୋଗ ଶପଥ କରିଛନ୍ତି, ସେମାନେ ଓପନ କରୁଛନ୍ତି, ସମସ୍ତଙ୍କ ଆଗରେ ପ୍ରଣବ ଜପ କରୁଛନ୍ତି। ଏ ଦୁର୍ଭାଗ୍ୟପୂର୍ଣ୍ଣ କଥା। ପୁଣି ଚାଲି ଚାଲି ମାଇକି ଫୋନଟା ଧରି ଧରି ସେମାନେ କରୁଛନ୍ତି ପ୍ରଣବ ଛିଡ଼ା ହେଇକି। ଛିଡ଼ା ହେଇଗଲେ ଏତିକି ଜାଣିବା ଦରକାର ସେମାନେ ଯେ ପ୍ରଣବର ସ୍ୱରଟା ଯାଇକି ମଳଦ୍ୱାର ବାଟେ ବାହାରିବ। ଶକ୍ତିପାତ ହବ ସେଠି। ତେଣୁ ବୁଝୁନାହାନ୍ତି, ମାନେ ଯୋଉ ଗୋଟେ ଗ୍ରାଭିଟିରେ ସେମାନେ ପ୍ରବଚନ ଦେବେ ତ, ପ୍ରବଚନ ଆଗରୁ ଗୋଟେ ଯେମିତି ମ୍ୟୁଜିକ ବାଜେ, ସେ ମ୍ୟୁଜିକ ଭାବିଛନ୍ତି ଏଇଟା ପ୍ରଣବଟାକୁ। ମ୍ୟୁଜିକ ବଜେଇଦେଲେ, ପ୍ରଣବ କରିଦେଲେ ଆମର ହୁଏତ ପ୍ରବଚନଟା ଠିକ ହବ। ମୁଁ ଏଭଳି ପ୍ରବଚନ ଦେଇପାରେ ବୋଲି ଅନୁଭବ କରିକିରି ହୁଏତ ସେମାନେ କରୁଛନ୍ତି, ଆଉ କିଛି ତ ନାହିଁ। ମୁଁ ଯେତିକି ଅନୁଭବ କରୁଛନ୍ତି, ତମେ ତ ଗଲ ପ୍ରବଚନ ଦେବା ପାଇଁ, ସେଠି ପ୍ରଣବର ଆବଶ୍ୟକତା କ'ଣ ଅଛି? ତମେ ଜୟଗାନ କରିପାରିବ, ଗୁରୁଦେବଙ୍କର ଜୟ କରିପାରିବ, ଆତ୍ମଦେବଙ୍କର ଜୟ କରିପାରିବ, ସଭାପତିଙ୍କର ମାନେ ତାଙ୍କୁ ସମ୍ମାନ ଜନିତ କଥା କହିପାରିବ। ଆଉ ଯେ ଯୋଗୀ ଅଛନ୍ତି, ମୁନି ଅଛନ୍ତି, ସଭାରେ ଯୋଗ ଶିକ୍ଷକ ଅଛନ୍ତି, ତାଙ୍କୁ ସମ୍ମାନିତ କରିପାରିବ। ଅଡ଼ିଏନ୍ସ ଯିଏ ଅଛନ୍ତି ସମ୍ମୁଖରେ, ତାଙ୍କୁ ମଧ୍ୟ ଜୟଜୀବୀ କରିପାରିବ। ଏତେ କରିପାରିବ, କିଛି ନାହିଁ। କିନ୍ତୁ ତୁମେ ଯାଇ ପ୍ରଣବ ଜପ କରିବା ଷ୍ଟେଜ ଉପରେ, ମୁଁ କେତେଟା ଷ୍ଟେଜରୁ ଉଠି ଆସିଛି, ମୁଁ କରିନି ସେଠି। ମୁଁ କହିଲି ନାଇଁ, ମୁଁ କରିବିନି, ଏଇଟା ଠିକ ଲାଗୁନି ମୋତେ। ପ୍ରଥମେ ଆମେ ତ ଯୋଗ ଶିକ୍ଷକ ହେଇନଥିଲୁ, ବା ଯୋଗର ଏତେ ଏଭଳି ଶିକ୍ଷା ସେତେବେଳେ ଦେଇନଥିଲୁ, ନୂଆ ନୂଆ ପଶିଥିଲୁ। ସେ ନୂଆ ନୂଆ ପଶିଲା ଭିତରେ ବି ଆମକୁ ଅସନ୍ତୋଷ ଲାଗୁଥିଲା ସେ ପ୍ରଣବ ଜପ ସମସ୍ତଙ୍କ ଆଗରେ। କ'ଣ କରିବା? ଏସବୁ ଦୁର୍ଭାଗ୍ୟପୂର୍ଣ୍ଣ। ଶିବମୁନି ଯୋଗ ଶିକ୍ଷାଟାକୁ ଗୁପ୍ତ ରଖିଲେ କାହିଁକି? ତୁମେ ତ ଶପଥ କଲ ମୁଁ କାହାକୁ ଦେଖେଇବିନି। ଆଉ କ'ଣ ଯୋଗ ସାଙ୍ଗରେ ପ୍ରଣବଟା ଫ୍ରି ନା କ'ଣ? ପ୍ରଣବରେ ଯୋଉଠି ସବୁ ଜିନିଷ ସମାହିତ ହେଇକିରି ଅଛି, ପ୍ରଣବରେ ଯୋଉଠି ଯୋଗର ଫାଉଣ୍ଡେସନ ଅଛି, ଯୋଗର ମୂଳଦୁଆ କହିଲେ ପ୍ରଣବ, ତସ୍ୟ ବାଚକ ପ୍ରଣବ, ତାକୁ ଡାକିବାର ଶବ୍ଦ ହଉଛି ପ୍ରଣବ। ଆତ୍ମଦେବଙ୍କୁ ଆହ୍ୱାନ କରିବାର ଶବ୍ଦ ହଉଛି ପ୍ରଣବ। ଇଏ ସାଧାରଣ କଥା ନୁହେଁ। ପ୍ରଣବ କରିବା ଗୋଟେ ସାଧାରଣ କଥା ନୁହେଁ। ଷ୍ଟେଜ ଉପରେ କରୁଛନ୍ତି, କରନ୍ତୁ। ହୁଏତ ଯଦି ସୁଧାର ହେଇପାରିବେ, ଯଦି ଏଇଟା ୟୁଟ୍ୟୁବ ଯାଏ, ହୁଏତ ସମସ୍ତଙ୍କ କାନରେ କଥା ବାଜିପାରେ। ଛାଡ଼ନ୍ତୁ। ତେଣୁ ଶିବମୁନି ଯୋଉ ଆସିଲେ, ମୁଖ୍ୟ ଅଂଶରେ ପ୍ରଣବଟାକୁ ରଖିଲେ। ପ୍ରଣବଟାକୁ ରଖିଲେ। ଆମେ ତ ଯେତିକି କଲେକ୍ସନ କଲୁ, ଯେତିକି ଅନୁଭବ କଲୁ, ଯେତିକି ଅନୁଭବରେ ଆଣିଲୁ, ଯେତିକି ଶବ୍ଦ ଶୁଣିଲୁ, ସେତିକି କଥା କହିଛୁ ଆମେ। ପ୍ରଣବରେ ମିଶ୍ରିତ ସ୍ୱର ସୃଷ୍ଟି ହେବ। ପଞ୍ଚଜନ୍ୟ ଶଙ୍ଖ, ପାଞ୍ଚଟି ଲୋକର ସ୍ୱର ଶୁଭିବ। ଘଡ଼ଘଡ଼ି ଶବ୍ଦ ଶୁଭିବ, ପଣ୍ଡରୁ ଦଧ ମହାଶଙ୍ଖ, ଘଣ୍ଟ ଶବ୍ଦ ଶୁଣିବ, ବୀଣା ଶବ୍ଦ ଶୁଣିବ, ବେଣୁ ଶବ୍ଦ ଶୁଣିବ, ଭ୍ରମର ଶବ୍ଦ ଶୁଣିବ, ମତ ଭ୍ରମର ଶବ୍ଦ। এই ପାଞ୍ଚଟି ଶବ୍ଦ ପ୍ରଣବରେ ସୃଷ୍ଟି ହେବ।
ये जो प्रणव तरीका जदि ठीक न हम जड़े जड़े ओम कही दौरान ओम अरे ओम कौन ओम कले कौन हो तार स्वर दरकार प्लुत स्वर जप कर पुणी गोड़ कौटी रख केमती बस मेरुदंड को पोज केमती निश्वास नब केमती निश्वास छाड़ कौ बाटे नब निश्वास कौ बाटे छाड़ ये सब गुप्त कथा रही जो मैंने शिक्षा ग्रहण कर आम पाखर बा मुनि समाज रे से माने जानी ये तरीका हूँ प्रणव तरीका जोटा कि मु भावुची एभली प्रणव केते गुड़े संस्था अच्छे आम देखु एभली प्रणव तो कहीं करूना एपरिक मुनि समाज रे करूना जे शिखी जहाँ को तुम्हें मुनि समाज कह से मुनि समाज रे भी प्रणव ना सब भूल प्रणव कर अवश्य अच्छी पार्टी नहीं नाक छाड़ी पार नाक नहीं पार्टी छाड़ी पार विभिन्न प्रकार अच्छी से कौटी प्रযোज्य हम जो रोगी से प्रणव आवश्यकता हो पारे से प्रणवटा से एप्लिकेबल हम जो जो रोग अच्छी से सिस्टम जानिया दरकार ना भूल हो भूल भी करुचन तेणु ये जो सिस्टम गुरुदेव स्वतंत्र भाव में आणिक रखिले प्लुत स्वर तुम्हें प्रणव कर प्लुत स्वर आउ से प्रणव जपरे जदि तुम्हें हजिगल मिशीगल प्रणव मु कहूँ बारंबार भी से कथा कहूँ तुम्हें जो साधन कर साधन पूर्ण भाव में समाहित हो जाओ पूर्ण भाव में मिशी जाओ पूर्ण भाव में स्थिति से स्थिति तुम रुह ताहले से जप ठीक हो ताहले से जोग ठीक हो नल हम जाओ प्रणव जप गोटे स्वतंत्र भाव में गुरुदेव आविष्कार कले आविष्कार कहवा यही अर्थ गोटे न्यू गोटे नुआ नुआ किसी आणिक थोइले सरलीकरण करदे जोटा कि करें समस्त आउर गोटे स्वतंत्र इनोवेशन कहले अत्युक्ति हेनी से हूँ चक्रभेदन ओह कि जिनस से भरपूर होकर रही देख चक्रभेदन कि अमूल्य जिनस रही अति सरल सहज आउ सर्वांगपूर्ण सबु चक्र साधन हो पार प्राय 32टा स्टेशन अच्छी चक्रर 32टा जगह अच्छी जे 32टा जगार तुम्हें जाए पहुँची साधन कर पुणी आरोहण अच्छी अवरोहण अच्छी पुणी आउ गोटे सिस्टम रही जो योग आरंभ कर पूर्वर अवरोहण अच्छी मो कथा ध्यान शुणु ता पूर्वर अवरोहण अच्छी कारण स्टार्टिंग पॉइंट हेड त्रिकोटी सेटू माने केंद्र बिंदु तुम्हें आसे पड़ो चलो जो मैंने आज्ञा चक्र करुँच गोड़ गोड़ मूल आरंभ कर सी भी चलो किंतु ता पूर्वर गोटे अवरोहण सिस्टम अच्छे अवरोहण आरोहण पुनर्बार अवरोहण ये जो सिस्टम गुड़ा के सुंदर भाव आनी रखी मु तो जोग कथा कहबी केमती सिस्टम को तुम्हें भल भाव कर जेहेतु जोग कथा आम आलोचना करुचे आम जोगटा केमती तफात अच्छी समस्त केमती भिन्न अच्छी से अर्थ में मुझे ये केते सुंदर प्रक्रिया सुंदर प्रणाली सुंदर मेथड जोड़ा कह जाए मार्मिक पूरा पॉइंट पूरा साधन यहाँ आनी रखिले गुरुदेव जोटा चक्रभेदन पतंजलि आनी ना बुझे
ପାତଞ୍ଜଳିଙ୍କ ବହିରେ ଏ ଚକ୍ରଭେଦନ କ୍ରିୟା ନାହିଁ। ହୁଏତ ଶିବମୁନି ଆସିକିରି ଏଟାକୁ ରଖିଲେ। ଫାଷ୍ଟ ତାଙ୍କର ଆବିଷ୍କାର ହେଲା ଏଇଟା ଚକ୍ରଭେଦନ। ଥାଇପାରେ କେଉଁ ସଂସ୍ଥାରେ, ମୁଁ କହିପାରୁନି। ଆମେ କ'ଣ ଟୋଟାଲ ୱାର୍ଲଡଟାକୁ ଦେଖିଛେ କି? ୱାର୍ଲଡଟାକୁ ଦେଖିନା ଆମେ, ତେଣୁ ହୁଏତ କେଉଁଠି ଥାଇପାରେ, ମୁଁ କହିପାରୁନି। କିନ୍ତୁ ମୁଁ ଯେତିକି ଜାଣିଛି, ଏଇ ଯେଉଁ ପ୍ରକ୍ରିୟାରେ ଆମେ କରୁଛୁ ବା ଶିବମୁନି ରଖିଛନ୍ତି, ସେ ଗୋଟେ ୟୁନିକ୍, ସ୍ୱତନ୍ତ୍ର ଗୋଟେ ମାନେ ଭାବ ସୃଷ୍ଟି କରୁଛି ଯୋଗର, ଗୋଟିଏ ମୂଳ ସ୍ତମ୍ଭ। ତାପରେ ଶୁଭଭାବନା, ଶୁଭଭାବନା ଗୋଟେ ଆହୁରି ଚମତ୍କାର ସିଷ୍ଟମ ରହିଛି। ଶୁଭଭାବନା, ତୁମେ ଶୁଭଭାବନା କରୁ କରୁ ସମାଧି ହେଇଯିବ, ବୁଝିଲେ କି? ତୁମେ ଶୁଭଭାବନା ଖାଲି କରୁ କରୁ ସମାଧି ହେଇଯିବ, ସମସ୍ତ ରୋଗ ମଧ୍ୟ ପଳେଇବ। ଯଦି ଶୁଭଭାବନାକୁ ପୁରା ତୀକ୍ଷ୍ଣ ଦୃଷ୍ଟିରେ, ସୂକ୍ଷ୍ମ ଦୃଷ୍ଟିରେ ବିଚାର କରି କରି ଯିବ, ବୁଝନ୍ତୁ, ସୂକ୍ଷ୍ମ ଦୃଷ୍ଟିରେ ବିଚାର କରିକିରି ଯିବ, ଆଉ କିଛି ନାହିଁ, ଭାବନା କରିବ। ଯେମିତି ଆହେ ନୀଳ ଶୈଳ ଯୋଉ ଗୀତ ବୋଲୁଛନ୍ତି, ସେମିତି ବୋଲିଲେ ହବନି। ଏଠି କ'ଣ କରିବ ନା, ନିଜେ ସୂକ୍ଷ୍ମତା ଅନୁଭବ କରିବ। କୋଉଥିରେ ନା ଶୁଭଭାବନାରେ। ତାହେଲେ ଶୁଭଭାବନା ବଳିଷ୍ଠ ହେଇଯିବ। ଏଇଟା ତାଙ୍କର ଇନୋଭେସନ। ଏଇଟା ଶିବମୁନି ଏଇଟାକୁ ଆଣିଛନ୍ତି ଶୁଭଭାବନା। ଆହୁରି ବି କ'ଣ କ'ଣ ପୁରେଇ ପାରିଥାନ୍ତି। ମୁଁ ଈଶ୍ୱର ସର୍ବେଶ୍ୱର। ସର୍ବେଶ୍ୱର ପରେ ଆଉ କ'ଣ ଈଶ୍ୱର ଅଛି କି? ସର୍ବେଶ୍ୱର ସେ କହୁଛନ୍ତି। ଈଶ୍ୱର ସର୍ବେଶ୍ୱର, ଭଗବାନର ଭଗବାନ, ଆଉ ମାଲିକର ମାଲିକ। ମାଲିକ ଖାଲି କହିଲେ ଭୁଲ ହେଇଯିବ ନା, ଆଉ କିଏ ଲଗେଇଦେବେ ମାଲିକ। ତୁ ମାଲିକ ହେଲେ ମୁଁ ତୋର ମାଲିକ। ତେଣୁ ସିଏ ଆଉ ରଖିଲେନି ବାଟ, ଏକାଥରେ ବନ୍ଦ କରିଦେଲେ। ତୁ ମାଲିକର ମାଲିକ, ଭଗବାନର ଭଗବାନ, ଈଶ୍ୱରର ଈଶ୍ୱର, ସର୍ବେଶ୍ୱର, ଜଗତର ଈଶ୍ୱର, ଜଗଦୀଶ୍ୱର। ମାନେ ମୋ ଉପରେ ଆଉ କିଏ ନାହାନ୍ତି, ନୁହେଁ କି? ବାସ୍ତବରେ ସେ ନୁହେଁ କି? ତେଣୁ ଏଇ ଯୋଉ ତତ୍ଵ, ଏଇ ଯୋଉ ଫଣ୍ଡାମେଣ୍ଟାଲ ରାଇଟ୍ ତୁମର ରହିଲା, ଅଧିକାର ରହିଲା ଯେ ମୁଁ ସେଇ ଈଶ୍ୱର, ଏଇଟାକୁ କେତେଜଣ ଗୁରୁ ଏ ଶିକ୍ଷା ଦଉଛନ୍ତି ଦେଖନ୍ତୁ ପୃଥିବୀରେ। ସେ ନିଜକୁ ମାଇନସ୍ କଲେ, ନିଜେ ନିଜକୁ ପ୍ରାଧାନ୍ୟ ନ ଦେଇକି ତୁମ ଉପରେ ପ୍ରାଧାନ୍ୟ ଦେଲେ ଯେ ତୁମେ ଅହଂ ବ୍ରହ୍ମାସ୍ମି ସହିତ ତତ୍ତ୍ୱମ୍ ଅସି। ଏକଥା ମଧ୍ୟ କହିଲେ। ବେଦର ଏଠି ପୂର୍ଣ୍ଣ ଭାବ ପ୍ରକାଶିତ ହେଲା ତୁମ ଉପରେ। ତତ୍ତ୍ୱମ୍ ଅସି, ତତ୍ତ୍ୱମ୍, ଅହଂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ, ତାହା ତୁମେ ଅଟ, ଇକ୍ୱାଲ ହେଇଗଲା। ତତ୍ତ୍ୱମ୍ ଅସି, ତାହା ତୁମେ ମଧ୍ୟ ସେଇ ବ୍ରହ୍ମ ତୁମେ। ଅୟଂ ଆତ୍ମା ବ୍ରହ୍ମ, ଏଇ ଆତ୍ମା ବ୍ରହ୍ମ, ଏ ପୂର୍ଣ୍ଣ ଭାବରେ ପ୍ରକଟିତ ହେଉଛି ତୁମ ଭିତରେ। ଏ ଶୁଭଭାବନାରେ ପୂର୍ଣ୍ଣ ସୂକ୍ଷ୍ମ ଭାବରେ ନିଖୁଣ ଚିତ୍ର, ଯଦି ଦେଖିବ ନିଖୁଣ ଚିତ୍ର ଅଙ୍କିତ ହେଇଛି ଶୁଭଭାବନାରେ। ଇଏ ଗୋଟେ ଇନୋଭେସନ ତାଙ୍କର ନୂଆ। ଯୋଉ ଯୋଗଟାକୁ ତୁମେ କହୁଛ ଯେ କେତେ ଡିଫରେନ୍ସ ଅଛି ଏଇ ମୁନି ସମାଜ ଯୋଗ ବା ଅନ୍ୟ କୌଣସି ସଂସ୍ଥାରେ ଯୋଉ ଯୋଗ ଦେଖାଉଛନ୍ତି, ତାଙ୍କଠାରୁ କେତେ ପାର୍ଥକ୍ୟ ଦେଖନ୍ତୁ। କେତେ ସୂକ୍ଷ୍ମ ଭାବରେ ଶୋଭନା ଥୋଇଲେ, ପ୍ରଣବ ଥୋଇଲେ, ଚକ୍ରଭେଦନ ଥୋଇଲେ, ଆଉ ପ୍ରାଣାୟାମ ଆହୁରି ୟୁନିକ୍। ये जो प्राणायाम रखिଛନ୍ତି शिवमुनि महाराज पूर्ण भाव यूनिक। से तीनोटी संध्या
ତିନୋଟି ସନ୍ଧ୍ୟା କଥା କହିଛନ୍ତି। ତ୍ରିସନ୍ଧ୍ୟା ପ୍ରାଣାୟାମରେ ରଖିଛନ୍ତି। ଆଉ ପ୍ରାଣର ବ୍ୟାୟାମଟା କେମିତି ହବ କହିଛନ୍ତି। ଯେଉଁମାନେ ଯୋଗୀ, ଯେଉଁ ଅସଲି ଯୋଗୀ ଯେଉଁମାନେ ଅଛନ୍ତି, ସେମାନେ ପ୍ରାଣାୟାମର ଗତିଟାକୁ ଯଦି ଠିକ ସେ କରୁଥିବ ସେ ଅନୁଭବ କରିବ, ଆଉ ତା ରେଜଲ୍ଟ ପାଇଥିବ, ସେ ପ୍ରାଣାୟାମ କଥା କହିବ। ଆଉ ଯେ ଅଯୋଗୀ ଭିତରକୁ ପଶି ଆସିଛନ୍ତି ଯୋଗ କ୍ଷେତ୍ରକୁ, ତୁମକୁ ମାରିଦେବେ, ହୁସିଆର ହୁଅ। ପ୍ରାଣାୟାମ ଭୟଙ୍କର ସୃଷ୍ଟି ହବ, ରୋଗ କୃମି ବହୁତ କିଛି ସୃଷ୍ଟି ହେଇଯିବ ତୁମ ଭିତରେ ଯଦି ଠିକ ପ୍ରାଣାୟାମ ନହେଲା। ବୁଝିଲେ କି? ଯଦି ଠିକ ପ୍ରାଣାୟାମ ସୃଷ୍ଟି ନହେଲା ତୁମ ଭିତରେ, ତାର ବିପରୀତ ଆକ୍ସନ ହବ। ପ୍ରାଣାୟାମ ସହଜ ନୁହେଁ। ସମସ୍ତଙ୍କ ଠାରୁ ମାନେ ତୁମେ ଯେଉଁ ଚକ୍ରବେଦନ କରୁଛ, ପ୍ରଣବ କରୁଛ, ଶୋଭାନା କରୁଛ, ଏସବୁ ସରିଲା ପରେ ଯେତେବେଳେ ପ୍ରାଣାୟାମ ଆରମ୍ଭ ହେଉଛି, ଆସନ ପରେ ପ୍ରାଣାୟାମ, ସେଇଠି ଅସିଲି ଯୋଗ ଆରମ୍ଭ ହେଉଛି। ମୂଳ ପିଣ୍ଡ ପଏଣ୍ଟେଡ, ସେଇଠୁ ହେଲା ଯୋଗର ପଏଣ୍ଟ ହେଲା। ତେଣୁ ପ୍ରାଣାୟାମ କେତେ ମାର୍ମିକ ଅନୁଭବ କରନ୍ତୁ। ବୁଝିଲେ? ହୁସିଆରି କରିବା ଦରକାର। ଜଣେ ଜଣେ ତ ନିଶ୍ୱାସ ଖୁବ୍ ଜୋରେ ଟାଣି ନେଇ ଏପଟରେ ବାହାର କରି ସେପଟରେ ବାହାର କରୁଛନ୍ତି। ଇଏ ପ୍ରାଣାୟାମ କୁଆଡ଼େ ତାଙ୍କ ଅର୍ଥରେ। ତମେ ଯୋଗୀ ହୁଅ, ନିଜେ ନିଜେ ଯୋଗୀ ହୁଅ, କିଛି ନାହିଁ, କିନ୍ତୁ ଅନ୍ୟକୁ ମାରିବାର ପ୍ରଯତ୍ନ କରନି। ଅନ୍ୟକୁ ମାରିବାର ପ୍ରଯତ୍ନ କରନି। ଇଏ ତ ପ୍ରାଣ ଛିଡ଼ିଯିବ କୋଉ ଦିନ କହିହବନି। ଯଦି ନିଶ୍ୱାସ ତମେ ଟାଣିବ, ଏପଟରେ ଛାଡ଼ିବ, ନିଶ୍ୱାସ ବି ଛିଡ଼ିଯିବ କେବେ। ଇଏ ଯୋଗୀ ନୁହନ୍ତି। ଯିଏ ଶିକ୍ଷା ଦଉଛି ସେ କେବେ ଯୋଗୀ ନୁହେଁ, ସେ ଘାତକ, ପ୍ରାଣ ଶକ୍ତିର ଘାତକ। ପ୍ରାଣାୟାମର ଘାତକ ନୁହେଁ, ପ୍ରାଣ ଶକ୍ତିର ଘାତକ ସେମାନେ। ତାଙ୍କଠାରୁ ହୁସିଆର ରୁହ। ଜଣେ କିରୋସିନ ଟାଣି ଦେଇଛି ତା ଦେହରେ, ବୁଝିଲେ? ଏତେ ସୁନ୍ଦର ପ୍ରାଣାୟାମ ମୋ କତିରେ ଆସି ମଲା ବେଳକୁ ପହଞ୍ଚିଲା। 4 ଦିନ ଅଛି ମରିବା ପାଇଁ। ତାକୁ କିଏ ବଞ୍ଚେଇବ? କିରୋସିନ ଟାଣି ଟାଣି ତା ଫୁସଫୁସ କଣା ହେଇଗଲା ତା ଭିତରେ ସବୁ। ତେଣୁ ପ୍ରାଣାୟାମ, ପ୍ରାଣର ବ୍ୟାୟାମ ହଉଛି ପ୍ରାଣାୟାମ। ପ୍ରାଣର ବ୍ୟାୟାମ କେମିତି ହବ? ଜଣେ ଚାଲୁଛି, ଖୁବ ଜୋର ଚାଲୁଛି, ସେ ସିନା ଛିଡ଼ା ହେଲେ ବ୍ୟାୟାମ ହବ। ଆଉ ଯିଏ ବସିଛି ସଦାବେଳେ, ସିଏ ଚାଲିଲେ ବ୍ୟାୟାମ ହବ। ଦେଖନ୍ତୁ ପ୍ରାଣ ଶକ୍ତି ଚାଲିଛି କି ବସିଛି? ତୁମେ ଶୋଇପଡ଼ିଲେ ସିଏ ଚାଲୁଛି, ତୁମେ ସ୍ୱପ୍ନରେ ସେ ଚାଲୁଛି, ତୁମେ ଗାଢ଼ ନିଦ୍ରାରେ ଶୋଇଛ, ସେ ଆରାମରେ ସିଏ ଚାଲୁଛି। ବନ୍ଦ ହେଇନି। ତୁମକୁ 60 ବର୍ଷ ହେଲା, ସେ ବନ୍ଦ ହେଇନି, ଚାଲିଛି, ଅହର୍ନିଶି ଚାଲିଛି। ବିଚାରାକୁ ଟିକେ ସହଯୋଗ କର, ବିଚାରାକୁ ଟିକେ ରେଷ୍ଟ ଦିଅ, ତାହେଲେ ତୁମ ପ୍ରାଣ ଶାନ୍ତି ହବ, ମନ ଶାନ୍ତି ହବ, ଆତ୍ମା ଶାନ୍ତି ହବ, ସର୍ବଶାନ୍ତି। ସେ ତରିକା ମୁନି ସମାଜରେ ତୁମେ ପାଇବ। ଶିବମୁନିଙ୍କ ସିଦ୍ଧାନ୍ତରେ ପ୍ରାଣାୟାମ ଅତି ସହଜ ସରଳ କରିଦିଆଯାଇଛି, ଅତି ସହଜ। ଜଣେ ଖୁବ ଅଳ୍ପ ସମୟ ଭିତରେ ବି ସମାଧି ହେଇପାରେ। ଏ ସିଷ୍ଟମ ଦେଇଛନ୍ତି ଗୁରୁଦେବ। କରନ୍ତୁ। ଏ ତ ଶିବମୁନିଙ୍କ କଥା ମୁଁ କହିଲି। ମୁନି ସମାଜର ପାର୍ଥିକ ଯୋଗ କଥା ମୁଁ କହିଲି। ଅନ୍ୟ ସଂସ୍ଥା ଠାରୁ କେମିତି ଡିଫରେନ୍ସ ଅଛି, କେମିତି ପାର୍ଥକ୍ୟ ଅଛି, କେମିତି ମାନେ ବିଜ୍ଞାନ ସମ୍ମତ, ପୁରା ସାଇଣ୍ଟିଫିକ। ପ୍ରାଣ ରଖିବାର ଆବଶ୍ୟକତା ଅଛି। ପ୍ରାଣ ରେଷ୍ଟ ମାନେ ପ୍ରାଣ ରହିବ, ରହିଯିବ, ତାହେଲେ ତାର ବ୍ୟାୟାମ ହବ। ତୁମେ କେମିତି ରଖୁଛ ଲୋକ? କିଏ
ବହି କୁମ୍ଭକ କରି ରୋକି ଦେଉଛି, କର୍ଣ୍ଣ ରହିଗଲା। କିଏ ଅନ୍ତ କୁମ୍ଭକ କରି ରୋକି ଦେଉଛି, କର୍ଣ୍ଣ ରହିଗଲା। ଅନ୍ତ କୁମ୍ଭ ମାନେ ଭିତରେ ରୋକିଦେବ। ମୁଁ ଏ ଟାଣି ନେଲି, ରୋକିଦେଲି। କେତେ ସମୟ ରୋକିବ? ପୁଣି ବାହାରକୁ ଛାଡ଼ିଦେଲି, ରୋକିଦେଲି। ଇଏ କ'ଣ ସ୍ଥିତି? ପ୍ରାଣର ସ୍ଥିତି ରୋକିଦେବା କେବେ ସମ୍ଭବ ନୁହେଁ। ପ୍ରାଣାୟାମ ବହିକୁମ୍ଭକ ଅନ୍ତର୍କୁମ୍ଭକ ଯୋଉ କରୁଛନ୍ତି ସିଏ ବି ବିପଦପୂର୍ଣ୍ଣ। ସେଥିରେ ବି ହୁସିଆର ରୁହ। କେବେ ବି ପ୍ରାଣକୁ ରୋକନି, କେବେ ବି ପରିସ୍ରାକୁ ରୋକନି। ତାର ବେଗ, ତାର ଗତି। ପରିସ୍ରା ରୋକିଲେ କ'ଣ ହବ? ଝାଡ଼ା ରୋକିଲେ କ'ଣ ହବ? ନିଦକୁ ରୋକିଲେ କ'ଣ ହବ? ଭୋକକୁ ରୋକିଲେ କ'ଣ ହବ? ଭୟଙ୍କର ସ୍ଥିତି ନା ନାହିଁ? ସେମିତି ପ୍ରାଣକୁ ରୋକିଲେ କ'ଣ ଅନୁଭବ କରନ୍ତୁ କ'ଣ ହେଇପାରେ। ପ୍ରାଣ ଗୋଟେ ଭାଇଟାଲ ଅର୍ଗାନ, ମଣିଷର ଗୋଟେ ପୂର୍ଣ୍ଣ ଯଦି ଶକ୍ତି ଥାଏ ପ୍ରାଣରେ ଅଛି, ତାକୁ ତୁମେ ରୋକିଦେବ। ବରଂ ସେ ଗେଷ୍ଟ ହେଇକିରି ଆସିଛି, ତୁମେ ଗେଷ୍ଟକୁ ଯେମିତି ବ୍ୟବହାରିକ ଜ୍ଞାନରେ ରୋକାଯାଏ ସେମିତି କର। ସେ ରହିଯିବ ଶାନ୍ତ ଚିତ। ସେ କହିବ ତଥାସ୍ତୁ। ବୁଝିଲେ? ସିଏ ଆସିବାକୁ, ସିଏ ବସିଯିବ, ତମ ପାଖରେ ବସିଯିବ ଆସିକି। ମୁଁ ବସିଛି, ମତେ ବରଂ କହିବ ମତେ ଆଡ଼େଇ ଦେ ନା, ମତେ ପେଲି ଦେ ନା, ମୁଁ ଏଇଠି ବସିଲି। ସିଏ କହୁ ଆগে। କେଡ଼େ ସୁନ୍ଦର ସ୍ଥିତିରେ ଜଣେ କହୁଥିଲେ ମତେ, କହିଲେ ବାବା ମୁଁ କିଛି ଦିନ ହେଲା ଡିଟାଚ୍ ହେଇଯାଇଛି ଯୋଗରୁ, ଆଉ ସେ ମତେ ସକାଳୁ ସକାଳୁ ଦିନେ ଝଟକା ମାରି କହିଲା ଯେ କ'ଣ ମତେ ଭୁଲିଗଲୁ? ଦେଖନ୍ତୁ କେତେ ଆପ୍ରୋଚ। ଆତ୍ମା କହୁଛି ତାକୁ, ତୁ ମତେ ଭୁଲିଗଲୁ? ତୁମେ ସେଇ ସମ୍ପର୍କ ଯୋଡ଼। କେତେ ନିରିମା ଆଖି ସେ ଝିଅ ନ ହେଇଥିବ, କେତେ ଆତ୍ମା ତଲ୍ଲୀନ ନ ହେଇଥିବ, କାହିଁକିନା ଆତ୍ମା ଡାକୁଛି ତୁ ମତେ ଭୁଲିଗଲୁ। ତୁମର ଘର ଲୋକ କିଏ ଯଦି ଅଛନ୍ତି ସିଏ ବା ଆତ୍ମା। ତୁମର ନିଜର ଲୋକ ଯଦି କିଏ ଅଛନ୍ତି ସିଏ ବା ଆତ୍ମା। କାରଣ ତୁମେ ଗଲା ପରେ କେହି ଯିବେନି ତୁମ ସହିତ, ସେ ହିଁ ଯିବ। ସେହି ତୁମର ପ୍ରକୃତ ସାଥୀ, ସେହି ଚିରନ୍ତନ ସାଥୀ ଯଦି କିଏ ଥାଏ, ବହୁ ଜନ୍ମର ଅନନ୍ତ ଜନ୍ମର ସାଥୀ, ସିଏ ହେଉଛି ଆତ୍ମା। ତୁମକୁ ନେଇକି ଆସିଛି, ନେଇକିରି ମଧ୍ୟ ଯିବ। ଏ ଜ୍ଞାନ ତୁମ ଭିତରେ ରହୁ। ଏ ଜ୍ଞାନ କିଏ ଦେଲେ? ଶିବମୁନି ଦେଲେ। ସେଇଥିପାଇଁ ଡିଫରେନ୍ସ ହେଉଛି ଯୋଗ, ମୁନି ସମାଜ ଯୋଗ। ଏ ଜିନିଷ ମିଳିବନି କୋଉଠି। ଆଉ ମୁଁ ଯଦି କହିବି ଯୋଗର ପୂର୍ଣ୍ଣ ରୂପରେ ପୂର୍ଣ୍ଣ କଳା କେମିତି ରହିଛି ଯୋଗ ଭିତରେ, ମୁଁ କହୁଛି ଶୁଣନ୍ତୁ। କେତେ ଶୀଘ୍ର ତୁମେ ଷ୍ଟେପ୍ ବାଇ ଷ୍ଟେପ୍ ଖୁବ୍ ଶୀଘ୍ର ଯୋଗ ସ୍ତରରେ ପହଞ୍ଚି ପାରିବ। କ'ଣ କଲେ? ଗୋଟିଏ ହେଉଛି ସମର୍ପଣ ଭାବ। ତୁମେ ନ୍ୟୁନତା ଅନୁଭବ କର। ନ୍ୟୁନତା ମାନେ ତୁମେ ତା ଉପରେ ସବୁ ଦାୟିତ୍ୱ ଛାଡ଼ିଦିଅ। ଗୋଟିଏ ପଏଣ୍ଟ, ଫାଷ୍ଟ ପଏଣ୍ଟ, ତୁମେ ତାପରେ ସମର୍ପଣ ଭାବରେ ରୁହ ଯେ ତୁ ସବୁ କିଛି କରିପାରିବୁ ମୋର। ତୁ ମୋର ସାଥୀ, ତୁ ମୋର ପିତା, ତୁ ମୋର ଗୁରୁ, ତୁ ମୋର ସବୁ କିଛି। ଅନ୍ତରଙ୍ଗ ବନ୍ଧୁ ତୁ, ଫ୍ରେଣ୍ଡ, ଫିଲୋସଫର, ଗାଇଡ ତୁ। এই କଥା କହିକିରି ଛାଡ଼ିଦେଲ, ନିଷ୍କାମ ଭାବରେ ଶୂନ୍ୟ କରିଦିଅ, ନିଜର ଭାବକୁ ଶୂନ୍ୟ କରିଦିଅ, ତାପରେ ସମର୍ପଣ କରିଦିଅ। ଦେଖିବ ଝଣ୍ଡା, ଝଣ୍ଡାର ପ୍ରତୀକ, ସେ ପତାକା ଉଡ଼େଇ ଦେବ ତୁମ କଥା ଶୁଣିଲା ପରେ। ଅପେକ୍ଷା କର, ପରୋକ୍ଷରେ କହିବ। ଆଉ ତୁମେ ବି ସେଇ କ୍ଷଣି ଯଦି ଏ ଭାବ ଆଣିବ, ସେଇ କ୍ଷଣି ବି ସମାଧିସ୍ଥ। ସମାଧିସ୍ଥ ନୁହେଁ କହିଲେ ଅର୍ଥ, ସମାଧିସ୍ଥ ନୁହେଁ, ସେଇ ଭାବରେ ତୁମେ ମିଶିଯିବ। ଅନୁଭବ କରିବ, ମିଶିବାଟା ଅନୁଭବ କରିବ। ଶୁଣନ୍ତୁ ମୋ କଥା ଧ୍ୟାନ। ତୁମେ
এই ଭାବରେ ଯେତେବେଳେ ଆସିବ ମନ ଭିତରେ ତୁମେ ମିଶିଗଲ, ଅନୁଭବ କରିବ, ମିଶିବାର ଅନୁଭବ କରିବ ପୂର୍ଣ୍ଣ ଭାବରେ ପ୍ରାଣ ସହିତ ବା ଆତ୍ମା ସହିତ ଏକାକାର ହେଇଗଲ ନା, ଶୂନ୍ୟ ହେଇଗଲା ତୁମେ। ମୋ ଅନୁଭବ କଥା ମୁଁ କହୁଛି, ତୁମେ ଶୂନ୍ୟ ହେଇଗଲ ନା। ଶୂନ୍ୟ ହେଇଗଲ ମାନେ ଶୂନ୍ୟରେ ସବୁ ଅଛି ନା, ଶୂନ୍ୟରେ ସବୁ ଅଛି। ସେ ଶୂନ୍ୟତାର ଅନୁଭବ ତୁମେ ସେଇ କ୍ଷଣେ ସେଇ ମୁହୂର୍ତ୍ତରେ ସାଙ୍ଗେ ସାଙ୍ଗେ କରିପାରିବ। ସେ ଆପ୍ରୋଚକୁ ଦିନେ ଆସନ୍ତୁ, ସେଇ ଆପ୍ରୋଚକୁ ଆସନ୍ତୁ। ଯେତେବେଳେ ଭଲ ମନ ଆସୁଛି, ଯେତେବେଳେ ମହେନ୍ଦ୍ର ମୁହୂର୍ତ୍ତ ସୃଷ୍ଟି ହେଉଛି ଅନୁଭବ କରନ୍ତୁ, ସେତେବେଳେ ଏଇ କଥା କୁହନ୍ତୁ। ନହେଲେ ମୁଁ ଯେଉଁ ଡେ ବା ଡେ ୱାଇଜ ନୁହେଁ, ଯେଉଁ ବାର ସୋମ ମଙ୍ଗଳ ବୁଧ ଗୁରୁ ଶୁକ୍ର ଶନି ଯେଉଁ ବାରର ଯେଉଁ ଡିଲାଇଟଫୁଲ୍ ମାନେ ମୁହୂର୍ତ୍ତ ଗୋଟେ ଅଛି, ଅତି କ୍ରୁସିଆଲ ପିରିୟଡ଼, ଅତି ଆନନ୍ଦିତ ଶୁଭ ମୁହୂର୍ତ୍ତ ଅଛି, ତାକୁ ଦେଇଛି। ସେଇ ମୁହୂର୍ତ୍ତରେ କଥା କହିଦିଅନ୍ତୁ ବସିକି। ଯଦି ଭଲ ସମୟ ନ ମିଳୁଛି, ତୁମକୁ ଠିକ୍ ସମୟଟା ତୁମେ ଗ୍ରହଣ କରିପାରୁନ, କେଉଁ ସମୟ ଭଲ କି ମନ୍ଦ, ତାହେଲେ ସେଇ ସମୟରେ ତୁମେ ବସିଯାଅ। ମୁଁ ସେ ଚାର୍ଟ ଦେଇଛି ତୁମକୁ। ମନେ କରନ୍ତୁ ଆଜି ଶନିବାର ଥିଲା, ଆଜି 6ଟାରୁ ଥିଲା 7:30 ପର୍ଯ୍ୟନ୍ତ ବସିପାରିବ। ଶନିବାର, ଶୁକ୍ରବାର 7:30ଟାରୁ 9ଟା ପର୍ଯ୍ୟନ୍ତ। এই କଥା ଶୂନ୍ୟତାର ଭାବଟାକୁ ନିଜ ଭିତରେ କୋଳେଇ ଧରନ୍ତୁ। ନିଜ ଭିତରେ ତାକୁ କହିପାରୁନି କେଉଁ ଭାଷାରେ ତୁମକୁ ବୁଝେଇବି, ପୂର୍ଣ୍ଣ ବ୍ୟାକୁଳତା ସହିତ ବସିଯାଆନ୍ତୁ, କହିଦିଅନ୍ତୁ ସବୁ କଥା। ଚୁପ୍ ଚୁପ୍ ବସି କହିଦିଅନ୍ତୁ, କେହି ନଥିବେ, ଏକାନ୍ତରେ ବସିବ, ଘରେ କବାଟ ଦେଇକି ବସିବ, ନହେଲେ କେଉଁ ଗଛ ମୂଳରେ ବସିବ, ଚଢ଼େଇର ଶବ୍ଦ ଶୁଣୁଥିବ, ପବନର ସୁଲୁ ସୁଲୁ ହାୱା ବାଜୁଥିବ ତୁମଠେଇ, ନାକରେ ପ୍ରାୟତଃ ସମସ୍ତ ପ୍ରକୃତିର ଗନ୍ଧଟା ନାକ ଭିତରେ ଭିତରକୁ ପଶୁଥିବ, ନାକ ବାଟ ଯାଇ ଭିତରକୁ ପଶୁଥିବ, ଅନୁଭବ କରିବ। ବସିଯାଆନ୍ତୁ କେଉଁ ଗଛ ମୂଳେ ଯାଇକିରି, ନିଛାଟ ଗଛ ମୂଳେ, କେଉଁଠି କେହି ନଥିବେ, ଏକାନ୍ତ ହବାକୁ ଯାଉଛ ନା ଶୂନ୍ୟ ହବାକୁ ଯାଉଛ? ଶୂନ୍ୟ ଜାଗାରେ ଶୂନ୍ୟ ହବ ନା ହାଟରେ ଯାଇ ଶୂନ୍ୟ ହବ? ହାଟରେ ଶୂନ୍ୟ ହେଇପାରିବନି। ଏକାନ୍ତ ସ୍ଥାନ ଦରକାର, ଯାଇ ବସି ପଡ଼ନ୍ତୁ କେଉଁ ଗଛ ମୂଳେ, ନହେଲେ ନିଭୃତ କୋଠରୀ ଭିତରେ ବସି ପଡ଼ନ୍ତୁ, ଯୋଉଠି ତୁମର ଶାନ୍ତି ଲାଗୁଛି, ଯୋଉ ଘରେ। ଇଏ ହେଉଛି ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ ହେଉଛି ଅତି ମାର୍ମିକ, ଅତି ସହଜ ଏବଂ ସରଳ। ନୋଟ୍ କରିପାରନ୍ତି ଆକୁ, ଯେ ଯେଉଁ ସାଧନ, ଯେଉଁ କ୍ଷେତ୍ରରେ ସାଧନ କରୁଛ, ଯେଉଁ ପଏଣ୍ଟରେ ସାଧନ କରୁଛ, ଯେଉଁ ଚକ୍ରରେ ସାଧନ କରୁଛ, ଯେଉଁ ସୌହନ କରୁଛ, ଯେଉଁ ପ୍ରଣବ କରୁଛ, ସ୍ୱରରେ, ପ୍ରାଣାୟାମର ଗତିରେ, ଆଉ ପ୍ରଣବର ସ୍ୱରରେ, ଚକ୍ରଭେଦନର ସ୍ଥିତିରେ, ଯେଉଁ ଚକ୍ରଭେଦନ ଯେଉଁଠି କରୁଛ ସେଇଠି ବସି ପଡ଼। କେଡ଼େ ସୁନ୍ଦର କଥା ଶୁଣନ୍ତୁ, ସେଇଠି ବସି ପଡ଼। ବସି ପଡ଼ିବା ମାନେ ନିରୀକ୍ଷଣ କରି ଦେଖ, ଅତି ସୂକ୍ଷ୍ମତାରେ ଦେଖ, ଆଉ କିଛି ଚିନ୍ତା ନଥିବ। ବିଲେଇ ଶୁଖୁଆ ନେଇଗଲା, ବୁଝିଲେ, କାଉ ରାବ ଦେଲା, ଘରେ କଂସା ବାସନ ଧଡ଼ ଧଡ଼ ହେଲା, ଚୁଚୁନ୍ଦ୍ରା ଚେଁ ଚେଁ ଶବ୍ଦ କଲା, ଘଣ୍ଟା ଘଣ୍ଟା ଟିକ୍ ଟିକ୍ ଶୁଭିଲା, ବୁଝିଲେ, ଇଏ କିଛି ଯେମିତି ନ ଜଣା ପଡ଼ିବ ତୁମକୁ। ଇଏ କିଛି ଯେମିତି ନ ଜଣା ପଡ଼ିବ ତୁମକୁ। ସେଇ ସ୍ତରରେ ଆଣ ମନକୁ, ସେଇ ଚକ୍ରରେ ରଖିଦିଅ ପୁରା।
ମୁଁ ସାଧନ କରିବି ମାନେ ସେଇ ଚକ୍ରରେ ପୁରା ପୂର୍ଣ୍ଣ ଭାବରେ ଆଜି ଅଟକିବି, ଦେଖିବି। ସେ ଚକ୍ରର ସାଧନ ନ ସରିଲା ପର୍ଯ୍ୟନ୍ତ ମୁଁ ଆଉ ଗୋଟେ ଚକ୍ରର ଚିନ୍ତା କରିବି ନାହିଁ ବା ପୂର୍ବ ଚକ୍ରର ଚିନ୍ତା କରିବି ନାହିଁ, ସେଇଠି ରହିବି। ଆଉ ପୂର୍ଣ୍ଣ ଭାବରେ, ପୂର୍ଣ୍ଣ ପ୍ରାଣରେ, ପୂର୍ଣ୍ଣ ଶକ୍ତିରେ, ପୂର୍ଣ୍ଣ ଭାବନାରେ, ପୂର୍ଣ୍ଣ ଦୃଶ୍ୟରେ ଦେଖ ସେ ଜାଗାକୁ। ଆଉ ଯେଉଁ ସାଧନ କ୍ରିୟା ଦିଆଯାଇଛି ସେ ସାଧନ ଏକଦମ ସରଳ ସହିତ କର, ନିରୀକ୍ଷଣ କର, ନିରୀକ୍ଷଣ ପୂର୍ବକ କର, ଅବଜରଭେସନ ଯୋଉଟା କୁହାଯାଏ। ନିରୀକ୍ଷଣ ଭାବରେ ଦେଖିକିରି କରିବ, ତରତର ହବନି। ଯେ ମୁଁ ପିଲାଙ୍କୁ ଖାଇବାକୁ ଦେବି, ଟ୍ୟୁସନ ଯିବେ। କାଲି ଜଣେ ଆସିଥିଲେ ମର୍ମାହିତ ଭାବରେ, କହିଲେ ବାବା ମୁଁ ଘରେ ପିଲା 12ଟାରେ ଶୋଉଛି, ମୁଁ ସାଧନ ଶୋଇପାରୁନି, କରିପାରୁନି, ଡେଞ୍ଜର ପୋଜିସନ, ମୃତ୍ୟୁ ମୁଖରେ ଅଛି। ମୁଁ କହିଲି ଟ୍ୟୁସନ ବନ୍ଦ କରିଦିଅ, ପିଲାର ପାଠ ନ ପଢୁ, ବର୍ଷେ କ'ଣ ହେଇଗଲା? ତୁମ ଜୀବନ ଆଗେ ନା ପିଲା ଆଗେ? କୁହନ୍ତୁ। ଯଦି ବଞ୍ଚିବାର ଅଛି ସାଧନ କର। ପିଲା ଆଜି ପାଠ ପଢୁନି, କାଲି ପାଠ ପଢିବ, ନହେଲେ ନାଇଁ ହଷ୍ଟେଲ ଛାଡ଼ିଦିଅ। ଯଦି ଡିଷ୍ଟର୍ବାନ୍ସ ହେଉଛି ଘରେ, ତୁମର ସାଧନକୁ ଉପେକ୍ଷା କରାଯାଉଛି, ତାହେଲେ ବଞ୍ଚିବ, ତାହେଲେ ସାଧନ କରିବ। ସାଧନକୁ କେବେ ନେଗ୍ଲେକ୍ଟ କରନି। ସବୁ ନେଗ୍ଲେକ୍ଟ କର, ସାଧନ ନେଗ୍ଲେକ୍ଟ କରନି। ସ୍ତ୍ରୀ ଶୋଇଲା ବେଳକୁ 12ଟା ହେଉଛି, ଖାଦ୍ୟପେୟ ଦେଉଛି, ଟ୍ୟୁସନ ଆସୁଛି ନା, ଆରେ ଇଏ କି ଚିନ୍ତାଧାରା ତୁମର? ତମକୁ କହିଲା ରାତି 3ଟାରେ ଉଠିବ, 9ଟାରେ ଶୋଇବ। 9ଟାରେ ଯେତେ ପ୍ରକାର କାମ ଅଛି ବନ୍ଦ କରିଦଉନ, ଖାଇକିରି ଶୋଉନ 2 ପଟ ରୁଟି। କେମିତି ବଞ୍ଚିବ ଜଣେ? ଯଦି ଏଇ ମର୍ମରେ, ମୁଁ ଯେଉଁ ମର୍ମରେ କହିଲି, ଯଦି ସେଇ ମର୍ମରେ ଯଦି ସାଧନ ଜଣେ କରିବ, କେବେ ଭୁଲ ହବନି। ଷ୍ଟେପ ବାଇ ଷ୍ଟେପ ପୁରା ଗଣିକି ଚାଲିବ। ସେଥିପାଇଁ ଆଉ ଗୋଟେ ସାଧନ ରଖାଯାଇଛି, ପ୍ରକ୍ରିୟାଟା। ଧରାଯାଉ 5 ପ୍ରକାର ସାଧନ ଆମେ ମନେକର ଦିଆଯାଉଛି ଗୋଡ଼ର ଜଏଣ୍ଟରେ। 5 ପ୍ରକାର ସାଧନ ଅଛି। ହେଲେ 9 ଥର କଲେ 9 ପଞ୍ଚା 45 ଥର ହେଲା, ବୁଝିଲେ? ଆମେ ତାକୁ କ'ଣ କରୁଛୁ ନା 45 ଥର ନ କରିକିରି 5 ଥରଟା, 5 ପ୍ରକାରଟା ସିଏ 12 ଥର କରିବ। 5 ପ୍ରକାରଟା 12 ଥର କରିବ। ତେବେ ହିସାବ କରନ୍ତୁ, ଗୋଟିଏ ପ୍ରକାରଟା କେତେ ଥର ହବ? 2 ଥର ହବ। 2 ଥର ହେଲେ 5 ପ୍ରକାର ହେଲେ 10 ଥର ହଉଛି। ଆଉ 2ଟା ବଳିଲାଣି, 12 ଥର କରିବ ନା? ଏ ଛିଡ଼ିବନି। ସେ କ'ଣ କରିବ? ଅଟକିବ ସେଠି, ଏ ଗଣନାରେ ଅଟକିଯିବ ସେ। ଆଉ ମନ କୁଆଡ଼େ ଯିବ? 9 ପଞ୍ଚା 45 ଇଜି ହବ କରିବା ପାଇଁ, କିଛି ନାହିଁ। କିନ୍ତୁ 12 ଥର କରିବ, 5 ପ୍ରକାରଟା 12 ଥର କରିବ, 45 ଥର କରିବନି, 12 ଥର କରିବ। ସେ ଅଟକିବ ନା ନାହିଁ, ଚିନ୍ତା କର। ତେଣୁ ମନକୁ କନସେନ୍ଟ୍ରେଟେଡ୍ କରିବା ପାଇଁ ଏସବୁ ପ୍ରକ୍ରିୟା ସୃଷ୍ଟି କରାଯାଇଛି। ଫୁଲ୍ କନସେନ୍ଟ୍ରେଟେଡ୍ ହେଇଯିବ, ଅଟୋମେଟିକ୍ ହେଇଯିବ। ଆମେ ଏଇ ଯେଉଁ ଚକ୍ରଭେଦନ ଯେଉଁ ଦିଆଯାଉଛି ବା ଦେଉଛୁ, ଆମେ ପୂର୍ଣ୍ଣ ମନକୁ କଣ୍ଟ୍ରୋଲ କରିବା ପାଇଁ, ଏକାଗ୍ରତା କରିବା ପାଇଁ ଗୋଟେ ସିଷ୍ଟମ। ଏକ ଫାଇଦା। ଦ୍ୱିତୀୟ ଫାଇଦା ହେଉଛି ଯେ ମନ ପହଞ୍ଚିଲେ ପ୍ରାଣ ପହଞ୍ଚିବ ସେଠି, ସେକେଣ୍ଡ ଫାଇଦା। ତୃତୀୟ ହେଉଛି ତୁମେ ସ୍ୱୟଂ ରାଜା ହିସାବରେ ସେଠି ପହଞ୍ଚିକି ରାଜେଶ ଦେବ, ଏଇଟା ମୋର ଠିକ୍ ହେଇଯାଉ। କେତେ ସୁନ୍ଦର ପ୍ରକ୍ରିୟା ଦେଖନ୍ତୁ। ଗୋଟିଏ ଚକ୍ରଭେଦନରେ କେତେ ପ୍ରକାର ଫାଇଦା ଅଛି। ଗୋଟିଏ ସ୍ଥାନରେ ପହଞ୍ଚିଲେ, ତୁମେ ତ କେବେ ପହଞ୍ଚିନ ନା ବାପ ଅଜା ଅନନ୍ତ କାଳରୁ ପହଞ୍ଚ, ଏଠି କୋଉଠି ପହଞ୍ଚିଲ? କାହା ମାଧ୍ୟମରେ ପହଞ୍ଚିଲ? ଗୁରୁଙ୍କ ମାଧ୍ୟମରେ ପହଞ୍ଚିଲ। ସେ ତୁମକୁ ପହଞ୍ଚେଇ ଦେଲେ। ଅନନ୍ତ ଯୁଗର
जो अगम्य रास्ताटा जो तुम भितर अच्छी तुम्हें जान से पहुँचल प्राण को नहीं पहुँचल स्वयं पहुँचल मन को मन को नहीं पहुँचल से जो जमी केते वर्ष है चाष हो नथिला चाष हम कि नहीं से चक्रटा ये गोटे बड़ फायदा अनंत जन्मर जोटा दुर्गम रास्ता तुम पाखे थिले भी तुम जान नथिला से पहुँचल चक्रभेद माध्यम से शुद्धि हो परिष्कार हो निर्मल हो रोगमुक्त हो आ शून्य भाव सृष्टि हो रक्त भाव सृष्टि हो प्यूरिफाए रक्त हो पहुँचे सैन्य सब श्वेत रक्त कणिकार सैन्य सब अच्छा प्रोटेक्टेड सैन्य विभाग जी अच्छा तुम शरीर भितर हजार हजार अहित अवृत तुम्हें पहुँचल राजा पहुँचला सी पहुँचे कि नहीं से मैंने अनेक बहन तुम्हें कुआड़े जाऊच आ तुम्हें तो पशा पाली खेलुच सी से पहुँचे तुम अवृत सैन्य नष्ट हो गल से पशा पाली खेल तुम बियर बोतल रे तुम मद निशारे तुम जुआ खेल केते मूल्यवान संपत्ति की तुम नष्ट करना कि तेणु चक्रभेदन एभली प्रक्रिया मुझे इम्प्लीमेंट करी अनुभव कर सूक्ष्म भाव से कथा मुझे कहूँ तुमको शिव मैंने शिक्षा दे ठीक अच्छे किंतु ते शिक्षा को किए निरूपण कर तुम्हें स्वयं निरूपण कर ना स्वयं एनालाइज कर ऑब्जर्वेशन कर अनुभव कर से चक्रभेदन कौन मु तुमको शिक्षा दे तुम्हें गोड़ एमती हल से कौन मूल्य अच्छे तुम्हें निजे पशता भीतर देख कौन हो निजर बुद्धि की प्रयोग कर एटा ठीक कि भूल निजे अनुशीलन कर केते दूर मार्मिक केते दूर ए सूक्ष्म गति केते मार्मिक अच्छे देख निजे निरीक्षण कर पूरा ये बॉडी लाइटेड पूरा ये बॉडी पूर्ण लाइटेड देखु तो केड़े सुंदर प्रक्रिया ये मुनि समाज अच्छी केड़े सुंदर प्रक्रिया आउ गोटे प्रोसेस कौन ना ये तो देखिए चक्रभेदन रे बा प्राणायाम रे पूर्ण भाव रे प्राण सहित मिसी जीवे जेमती एटा कले सेटा सेमती करिवे सूक्ष्म रूप रे मिसिवे प्राण अटकिबो नहीं प्राण अटकिबो कौन प्राण अटकिबा को बाध्य हो तुम सूक्ष्मतार माने रसी जिते टाणी धर प्राण पछरे गोड़े सी अटक अनैब मुँह बोले देख किए मत फॉलो कर आज पर्यंत अनंत जन्म है किए मत फॉलो कर आज किए मो पछरे आ बुद्धि सी आसे तो जानी क्या बुद्धि आस प्राण शक्ति से तुमको धन्यवाद दब जी से शिक्षा दे आशीर्वाद दब धन्यवाद दब गुड़ाओ किछि दिन आज नहले काली हम काली नहले परदिन हम परदिन नहले तापर दिन हम तापर दिन हम तापर दिन कोशिश जारी रख पूर्ण भाव तुम्हें ता भितर चाष करुर बस चलाऊ गाड़ी चलाऊ बाटण बाटुव रोषे करुव घर सफा करुव बहीपत्र पढ़ुव सब करुव किंतु जिदी रखि कौन ना केमिति राति हम मु शोइबी पुणी से ब्रह्म मुहूर्त उठी ता पछरे गोड़ेबी एटा जोग असिल जोग आ तुम्हें कह जोगटा को अल्टरनेटिव कर दौ मु पूर्ण भाव मन देवी बही पढ़वे पूर्ण भाव बाटण मन देवी तरकारी मन देवी
ରୋଷେଇରେ ମନ ଦେବି, ବସ୍ କଣ୍ଡକ୍ଟର ସହିତ ମନ ଦେବି, ଘର କରିବାରେ ମନ ଦେବି। ଏଇଟା ତ ଗୁରୁ ଦେଇଛନ୍ତି କରିବା ରାତିରେ ଉଠିକି ଯେତିକି ସମ୍ଭବ ହବ। ବୁଝିଲେ? ଏ କିଛି ହବନି, ଏମିତି କଲେ କିଛି ହବନି। ଏଇଟାକୁ ପ୍ରାଧାନ୍ୟ ଦିଅ, ଏଇଟା ଜିଦି ରଖ। ତେବେ ମୋ କଥାକୁ ଫଲୋ କର, ମୋ କଥାକୁ ଧ୍ୟାନରେ ଶୁଣ। ଆଜି ଯଦି ମୁକ୍ତିର ଗତି ଅଛି, ନିଜ ଜୀବନକୁ ସାକାର ରୂପ ଦେବା ପାଇଁ ସଂକଳ୍ପ ଶକ୍ତି ଅଛି ତୁମ ଭିତରେ, ତାହେଲେ ଏଇ ପ୍ରବଚନ, ଏଇ ଭାଷା, ଏଇ ଭାବ ତୁମ ଭିତରେ ନିଶ୍ଚିନ୍ତ କାମ କରିବ। ଇଏ ହେଉଛି ଯୋଗର ଅଶ୍ଳୀ ରୂପ। ମୁଁ ଯୋଉଟା କହୁଛି ଯୋଗର ଅଶ୍ଳୀ ରୂପ କଥା କହୁଛି। ଯୋଗ କେମିତି କରାଯାଏ, ଯୋଗ କେମିତି ଜବରଦସ୍ତ କରିକିରି ଟାଣି ଆଣିବାକୁ ପଡ଼ିବ ତୁମ ପ୍ରାଣ। ପ୍ରାଣ ଯିବ କୁଆଡ଼େ? ପ୍ରାଣର ଗତି କେତେ କେତେ ଗତି ଅଛି। ତୁମର ଗତି ବା ଅସଂଖ୍ୟ ଅନନ୍ତ ଶକ୍ତି ଅଛି ତୁମ ଭିତରେ। ପ୍ରାଣ ଯେତିକି ବାଟ ରହୁଛି ତାକୁ ରୋକିବାକୁ ସହଜ ହବ ତୁମ। ଅବଶ୍ୟ ପ୍ରାଣ ସହଜ ନୁହେଁ, ଶକ୍ତି କମ୍ ନୁହେଁ, କିନ୍ତୁ ତୁମେ ରୋକିବାର ଶକ୍ତି ତୁମ ପାଖରେ ଅଛି। ତାର ଟେକ୍ନିକ୍ ଅଛି, ଚଏସ୍ ଅଫ ଟେକ୍ନିକ୍ ଗୋଟେ ଅଛି, ପ୍ରୋସେସ୍। ଧରିବ ସେ ରହିବ, ଯିବ କୁଆଡ଼େ ପ୍ରାଣ। କିନ୍ତୁ ତୁମର ଅବହେଳାକୁ ସେ ଚାହିଁଛି ଖସିଯିବା ପାଇଁ। ତୁମର ଯେତେ ଜିଦି ରହିବ, ପ୍ରଚେଷ୍ଟା ରହିବ, ସେ କୁଆଡ଼େ ଯିବ? କର ଯୋଜନା। ଯୋଜନା ପରେ କ'ଣ ଚିନ୍ତା କର, ଏବେ ଚିନ୍ତା କର କ'ଣ ମୁଁ କରିବି, ତାହେଲେ ପ୍ରାଣ ରହିବ। ଇଏ ହେଉଛି ଯୋଗ। ଆଉ ଗୋଟେ ହେଉଛି ତୁମର ପ୍ରଣବ ସ୍ୱର। ଦେଖନ୍ତୁ, କନସେନ୍ଟ୍ରେଟେଡଟା କୋଉଠି ହବନି ମଣିଷ, କେବଳ ପ୍ରଣବରେ ହେଇପାରିବ। ଅଟୋମେଟିକ ପ୍ରଣବ ତୁମକୁ ଝାଙ୍କି ନେଇଯିବ, ଟାଣି ନେଇଯିବ ସ୍ୱରଟା। ତୁମେ ଖାଲି ଷ୍ଟାର୍ଟ କରିଦିଅ ପ୍ରଣବ, ସିଏ ତୁମ ଓଙ୍କାର ତୁମକୁ ଟାଣି ନେଇଯିବ ତା ଭିତରେ। ତୁମେ କେବେ ଶୁଣି ନଥିବ ସେ ସ୍ୱର, ଭାବ ବିହଳ ହେଇକି ଶୁଣିବ ଯଦି ଏକାଗ୍ରତାରେ ପ୍ରଣବ କରିବାକୁ ଚେଷ୍ଟା କରିଥିବ। ପ୍ରାଣ, ମନ ପ୍ରାଣ ଦେଇକି ବସି ଯାଇଥିବ ଆସନରେ। ଆଜି ମୁଁ ଯୋଗ କରିବି, ମୁଁ ପ୍ରଣବଟା ଠିକ୍ କରିବି, ଏତିକି ଭାବନା ହେଇଯାଉ, ସଂକଳ୍ପ ହେଇଯାଉ, ବାସ୍ ସଫିସିଏଣ୍ଟ। ପ୍ରଣବ ପାଇଁ ଏକଦମ ସଫିସିଏଣ୍ଟ। ମୁଁ ଆଜି ଟିକେ ପ୍ରଣବ କରିବି, ଠିକ୍ ସେ କରିବି, ମନ ଦେଇକିରି କରିବି। ଏତିକି ଭାବନା ଆସୁ ପୂର୍ବରୁ। ଏତିକି ଭାବନା ଆସିଲେ ତମ ବିଛଣାଟା ଠିକ୍ ବାଟରେ ପଡ଼ିଯିବ। ଝାଡ଼ୁ ଠିକ୍ ବାଟରେ ମାରି ପାରିଥିବ, ଝାଡ଼ୁ ମାରିକିରି ବସିବ ନା ନାହିଁ? ଝାଡ଼ୁ ମାରିବ, ସବୁ ପକେଇବ, ଗନ୍ଥା ପକେଇବ, ବେଡ଼ସିଟ୍ ପକେଇବ, ଗୁଣୁଗୁଣୁ ଶବ୍ଦ ଶୁଭୁଥିବ ତୁମ ଭିତରେ, ସଂକଳ୍ପର ଶବ୍ଦ ଶୁଭୁଥିବ, ଭବିଷ୍ୟତର ଶବ୍ଦ ଶୁଭୁଥିବ। କ'ଣ କରିବେ? ପ୍ରାଣଶକ୍ତି କେମିତି ସାଧନ କରିବେ? ଆଉ କିଛି ନଥିବ। ମାଆକୁ ଭୁଲିଯିବ, ବାପାକୁ ଭୁଲିଯିବ, ସ୍ତ୍ରୀକୁ ଭୁଲିଯିବ, ସ୍ୱାମୀକୁ ଭୁଲିଯିବ, ପୁଅକୁ ଭୁଲିଯିବ। କେହି ନଥିବେ ତୁମ ଭାବନା ଭିତରେ ସେତେବେଳେ। ରାତି 3ଟାରେ ନା ଗଡରେଜ ଭାବନା ଥିବ, ନା ବ୍ୟାଙ୍କ ଏସିର ଭାବନା ଥିବ, ନା କୌଣସି ଲକର ଚାବିର ଭାବନା ଥିବ ତୁମ ପାଖରେ। କିଛି ନଥିବ, କେବଳ ଶୂନ୍ୟ ଶରୀର ଥିବ, ତୁମେ ଥିବ, ତୁମର ଭାବନା ଥିବ, ସଂକଳ୍ପ ଶକ୍ତି ଥିବ। କେବଳ ଟାର୍ଗେଟ ଥିବ ପ୍ରଣବ କେମିତି ମୁଁ କରିବି, ସାଧନା ଆଜି କେମିତି କରିବି, ବାସ୍। ଇଏ କେଡ଼େ ଉନ୍ମାଦପୂର୍ଣ୍ଣ ସ୍ଥିତି ହେଇନଥିବ ତୁମ ଭିତରେ। ତୁମ ଗୋଡ଼ ଡୋଳା ପଡୁଥିବ, ତୁମେ ଜାଣିପାରିବନି, ଏତେ ଉତ୍ଫୁଲ୍ଲ ଭାବରେ ପଡୁଥିବ, ସେଇ ଘରେ ପଡୁଥିବ। କରନ୍ତୁ ତ ଦେଖି। ମୁଁ ଯୋଉଟା ମୁଁ ତ ଅନୁଭବର କଥା ତୁମକୁ କହୁଛି ନା। ଇଏ ହେଉଛି ଯୋଗର ଅଶ୍ଳୀ ରୂପ, ଯୋଉଟା କି ମୁନି ସମାଜରେ ମିଳିବ। ଆଉ ମୁନି ସମାଜରେ କୋଉଠି ମିଳିବ? ଯୋଉଠି ଏକ୍ସପେରିଏନ୍ସ ହୋଲ୍ଡର ଅଛନ୍ତି, ଯୋଉଠି ସାଧନର ଉଚ୍ଚସ୍ତର ସୋପାନରେ ପହଞ୍ଚନ୍ତି, ତାଙ୍କ ପାଖରୁ ପାଇବା। ସମସ୍ତେ ମୁନି ସମାଜ ଯୋଗ ଶିକ୍ଷା ଦେଉଛନ୍ତି, ସେଠୁ ମିଳିବା ଇଏ ଅସମ୍ଭବ କଥା।
ସେଇଥିପାଇଁ ହୁଏତ ଗୁରୁଦେବ କହୁଥିଲେ ଯେତେବେଳେ ସେ ଥିଲେ ଗୋରଖପୁରରେ, କହିଲେ ଭଲ ହବ ମୁଁ ଯେଉଁମାନଙ୍କୁ ଶିକ୍ଷା ଦେଇଛି ତାଙ୍କ ପାଖରୁ ଶିକ୍ଷା କରିପାର, କିଛି ନାହିଁ, କିନ୍ତୁ ଆହୁରି ଭଲ ହବ ତୁମେ ମୋ ପାଖକୁ ପଳେଇ ଆସ। କାହିଁ କହୁଥିଲେ କଥା? କାହିଁକି କହୁଥିଲେ କଥା? ସେ ତ ଶିକ୍ଷା ଦେଇଛନ୍ତି, ତାଙ୍କୁ ଅଧିକାର ଦେଇଛନ୍ତି ଯୋଗ ଶିକ୍ଷା ଦେବା ପାଇଁ। ତାଙ୍କ ବେଳେ ଯୋଉ ଯୋଗ ଶିକ୍ଷକ ବାହାରିଥିଲେ, ଭୋଲେ ବାବା ବାହାରିଥିଲେ, ଗୌରୀଶଙ୍କର ବାହାରିଥିଲେ, କ'ଣ ତାଙ୍କ ନାଁ, ମୁସଲିମ ଲୋକ ଜଣେ, ସିଏ ବି ଥିଲେ। ଏସବୁ ଉଚ୍ଚ ଶ୍ରେଣୀର ସାଧକ ଥିଲେ। ଆହୁରି କେତେ ଯୋଗ ଶିକ୍ଷକ ଥିଲେ ତାଙ୍କ ସମୟରେ, କିନ୍ତୁ ସିଏ ତଥାପି କହୁଥିଲେ ଯେ ଅତି ସୁନ୍ଦର ହବ, ଆହୁରି ଭଲ ହବ ତୁମେ ମୋ ପାଖକୁ ପଳେଇ ଆସ, ନହେଲେ କିଛି ରହିଯିବ। ବୁଝନ୍ତୁ, କିଛି ରହିବାର ଅର୍ଥ କ'ଣ? ମୁଁ ତ ଭାବୁଛି ବହୁତ କିଛି ରହିଯିବ। ଆଉ ମୁଁ ଯେତିକି ଏକ୍ସପିରିଏନ୍ସରେ ସାଧନ କରିଛି ବା କରୁଛି, ବା ଆମ ଭିତରେ ଯେତିକି ନଲେଜ ଅଛି, ମୁଁ ଭାବୁଛି ଏଇଟା କୌଣସି ଗୁଣରେ କମ୍ ନାହିଁ। ସାଧନରେ ସମାଧି ହେବା ପାଇଁ ଏଇ ସାଧନ ପ୍ରକ୍ରିୟାଟା କୌଣସି ଗୁଣରେ କମ୍ ନାହିଁ। ଆଉ କୌଣସି ରୋଗକୁ ଦମନ କରିବାର ଶକ୍ତି ଯେତିକି ଅଛି ଏଇ ଟେକ୍ନିକରେ, ହୁଏତ କୋଉଠି ପାଇବା ବହୁତ କଷ୍ଟ। ବହୁତ କଷ୍ଟ। ସେଥିପାଇଁ ଶିବମୁନି କହୁଥିଲେ ମୋ ପାଖକୁ ଆସ। ଆଉ ବି ଏ ସାଧନ ପ୍ରକ୍ରିୟାରେ ତୁମେ ଡେ ଟୁ ଡେ, ଦିନକୁ ଦିନ ନୂଆ ନୂଆ ଅନୁଭବ କରିବ। ଏ ତ ବହୁତ ଅଛନ୍ତି, ଦେଖୁଛନ୍ତି, ମୁଁ ନିଜେ ଦେଖୁଛି, ପ୍ରବଚନ ଶୁଣିକରି ସମାଧି ହେଉଛନ୍ତି। ନା ମୋତେ ଦେଖିଛନ୍ତି ନା ଆସିଛନ୍ତି ମୋ ପାଖକୁ, କେବଳ ମୋର ପ୍ରବଚନ ଶୁଣିକରି ସେମାନେ ସମାଧି ହେଇଛନ୍ତି। ଅନେକ ଲୋକ ମୋତେ କହୁଛନ୍ତି ଫୋନ କରିକି ଯେ ବାବା ଆପଣଙ୍କର ଭଲ ଲାଗୁଛି, କଥା ଗୁଡ଼ିକ ସୁନ୍ଦର ଲାଗୁଛି। ମୁଁ ମନଗଢ଼ା କଥା କହୁନି। କାହିଁକି କାହିଁକି ଏ ରହସ୍ୟ ଲୁଚି ରହିଛି? ଅନୁଭବ କରନ୍ତୁ। ତୁମେ ସାଧନରେ ଯେତିକି ସୂକ୍ଷ୍ମ ଆଡ଼କୁ ଗତି କରିବ, ସେତିକି ଅନୁଭବର ଜ୍ଞାନ ସୃଷ୍ଟି ହେବ ତୁମ ଭିତରେ। ଅନୁଭବର ଜ୍ଞାନ ସୃଷ୍ଟି ହେବ ଦିନକୁ ଦିନ। ମୁଁ ଯଦି ଏଇ କ୍ଷେତ୍ରରେ ପୂର୍ଣ୍ଣ ଭାବରେ ଲିପ୍ତ ନଥାନ୍ତି, ତାହେଲେ এই ଜ୍ଞାନକୁ ପାଇବା କଷ୍ଟ ହେଇଥାନ୍ତା ନିଶ୍ଚିନ୍ତ ଭାବରେ। ଯଦି ମୁଁ ଏଥିରେ ପୂର୍ଣ୍ଣ ମନରେ ସମଗ୍ରତା ସହିତ ଏଥିରେ ନଥାନ୍ତି, ଲୀନ ହେଇକିରି, ତାହେଲେ ମୋତେ ଜ୍ଞାନ ଜଣା ପଡ଼ି ନଥାନ୍ତା। ତୁମେ କ'ଣ କରୁଛ ନା, ଯେତିକି ଜ୍ଞାନଟାକୁ ତୁମେ ବାହ୍ୟ ଶକ୍ତି ଭିତରେ ନିୟୋଜିତ କରୁଛ, ଆଉ ଯୋଗରେ କମ୍ ଶକ୍ତି ନିୟୋଜିତ କରୁଛ, କମ୍ ସମୟ, କମ୍ ମନ। ହଁ, ଆଭରେଜ ଆମେ କରିବା ଯାହା ହବ, ଆଭରେଜ ଏଠି ନୁହେଁ। ଆଭରେଜ ଶକ୍ତି ପ୍ରୟୋଗ କର ନା ସାଧନରେ, ପୂର୍ଣ୍ଣ ଶକ୍ତି ପ୍ରୟୋଗ କର, ଆଉ ସେପଟରେ ଆଭରେଜ ଶକ୍ତି ରଖ। ବସ୍ ଚାଲୁଛି ଚାଲୁ, ବୁଝିଲେ? ଆଜି ଜଣେ କହୁଥିଲେ, ସେ ସ୍ତ୍ରୀ ଲୋକ ଜଣେ କହିଲେ ବାବା ମୁଁ ସାଧନ କରୁଥିଲି ଠିକ୍ ଥିଲା, ମୁଁ ଚାକିରିଟା କରିଦେବା ପରେ ମୋର ଡାଇଭର୍ଟ ହେଉଛି, କ'ଣ କରିବି? ଚାକିରି ଛାଡ଼ିଦେବି ନା ରଖିବି? ଦେଖନ୍ତୁ ଏ କଥାର ମାର୍ମିକ ଅର୍ଥ ବୁଝନ୍ତୁ। ଚାକିରି ଛାଡ଼ିଦେବି କି ନାହିଁ ମୋତେ ପଚାରୁଛି। ତେଣୁ ଯୋଗରେ ଯୋଉ ଯୋଉ କ୍ଷେତ୍ର ତୁମକୁ ବ୍ୟାଘାତ ସୃଷ୍ଟି କରୁଛି, ତାକୁ କଟ୍ ଅଫ୍, ତାକୁ କାଟିଦିଅ, ଛାଡ଼ିଦିଅ, ଲିଭ୍ ଇଟ୍। ସେ ତୁମକୁ କିଛି ଶାନ୍ତି ଦେବନି, ଅଶାନ୍ତ ଯୁକ୍ତ ସେ ସବୁ କହନ୍ତିନି, ମାନେ ବାହାରେ ସବୁ ଅଶାନ୍ତ ଅଛି, ଶାନ୍ତ ନାହିଁ କୋଉଠି। ଜଡ଼ ବା ଚାକିରିଟା ଜଡ଼ ନୁହେଁ କି? ବସ୍ର ଓନର ହବା, ବସ୍କୁ ଚଲେଇବା କ'ଣ ଜଡ଼ ନୁହେଁ କି? ଇଣ୍ଡଷ୍ଟ୍ରି କରିବା, ଇଣ୍ଡଷ୍ଟ୍ରିଆଲିଷ୍ଟ ହବା କ'ଣ ଜଡ଼ର
ପ୍ରଡକ୍ସନ ହଉନି କି ସେଠି? ଔଷଧ ତିଆରି କରୁଛ, ମାନେ ଫ୍ରାଞ୍ଚାଇଜ ନେଇଛ ବା ନିଜେ ପ୍ରଡକ୍ସନ କରୁଛ, ସେ ଜଡ଼ ବସ୍ତୁକୁ ତମେ ପ୍ରଡକ୍ଟିଭ ମୁଡରେ ଆଣୁନ କି? ଜଳ ପ୍ରକଳ୍ପ କରିକି ମାଛ ଚାଷ କରୁଛ ବା କୌଣସି ପ୍ରୋଜେକ୍ଟ ତିଆରି କରୁଛ, ସେ ଜଡ଼ ପ୍ରକୃତି ନୁହେଁ କି? ତୁମେ ସେଥିରେ ମନ ଦଉଛ। କିନ୍ତୁ ଏଠି ଆସିଲେ ଖାଣ୍ଟି ଚେତନତା ସହିତ ତୁମେ ମିଶିଯିବ, ଅତି ଚେତନ ହେଇଯିବ ତୁମେ। କେଡ଼େ ସୁନ୍ଦର ଜିନିଷ ଚେତନାରେ ଅଛି, ଅନୁଭବ କରନ୍ତୁ। ପୂର୍ଣ୍ଣ ମାନେ ଯେତେ ଚେତନ ହବ ସେତେ ସୂକ୍ଷ୍ମ ହବ, ସେତେ ଚୈତନ୍ୟ ଭାବ ସୃଷ୍ଟି ହବ ତୁମ ଭିତରେ। ତୁମେ ବା ଚୈତନ୍ୟ ସ୍ୱରୂପ, ତୁମେ ବା ସଚିଦାନନ୍ଦ ସ୍ୱରୂପ, ସଚିତ ଆନନ୍ଦ ସ୍ୱରୂପ ତୁମେ, ଚେତନାର ପୂର୍ଣ୍ଣ ଉତ୍ସ ତୁମେ। ତେଣୁ ହବନି କେମିତି? ସେଥିପାଇଁ ଆଉ ଗୋଟେ ବେଷ୍ଟ ମେଥଡ଼ ହେଉଛି କ'ଣ ଜାଣିଲେ? ବେଷ୍ଟ ମେଥଡ଼ ହେଉଛି ଯେ କିଛି କରିପାରୁନି, ମାନେ ସ୍କୁଲକୁ ଯାଉଛି, ଅ ଲେଖିଲେ ଲେଖିପାରୁନି, ବ ଲେଖିଲେ ଲେଖିପାରୁନି, କ ଖ ମ ଜ ଲେଖିପାରୁନି, ଖାଲି ସ୍ଲେଟ୍ ନେଉଛି, ସାର୍ କହୁଛନ୍ତି ଅ ଲେଖ, ସିଏ ଗୋଲ ବୁଲଉଛି, କିଛି ଜାଣିନି, ମନେ କରୁନି, ସିଙ୍ଗାଣି ବହୁଛି, କୁଣ୍ଡେଇ ହେଉଛି ଦେହ, ହେଲା। ଏମିତି ପିଲା ନଥାନ୍ତି କି? ଧୂଳିମୂଳି ହେଇକି ବସିଛି, ପ୍ୟାଣ୍ଟ ଚିକଣ ନୁହେଁ, ଅପରିଷ୍କାର, ସବୁ କିଛି ନାହିଁ ତାଠି। ସେ ପାଠ ପଢିବ କି ନାହିଁ? ତାର ମେଥଡ କ'ଣ? ତୁମେ ସେମିତି ସେଇ ରକମର, ସେଇ ପ୍ରକାରର ବ୍ୟକ୍ତି ତୁମେ ମନେକର, ତୁମେ ସେଇ ମୁନି ମନେକର, ତମର କିଛି ହଉନି, ନା ପ୍ରଣବ ହଉଛି, ନା ଚକ୍ରଭେଦନ ହଉଛି, ନା ମନ ରହୁଛି, ନା କ'ଣ, କିଛି ନାହିଁ। ତମେ କ'ଣ କରିବ? କ'ଣ କରିବ? କ'ଣ କଲେ ସଂଶୋଧନ ହବ? ପ୍ରଣବ ନା ହଉଛି, ନା ଆମ କଥା ଶୁଣିପାରୁଛ, ନା ଏ ସତ୍ସଙ୍ଗରେ ଆଟେଣ୍ଡ କରିପାରୁଛ, ନା କିଛି ତ ନାହିଁ ଆଉ। ସେ କ'ଣ କଲେ ସଂଶୋଧନ ହବ? କେବଳ ଗୋଟିଏ ମେଥଡ଼, ସେ ରାତି 3ଟାରେ ଉଠି ସାଧନ କର, ପ୍ରତ୍ୟେକ ଦିନ ଗୋଟେ ଜିଦ୍ଦି ରଖ। ମୋର କିଛି ନ ହଉଛି, କହୁଛନ୍ତି ସାର୍ କୁହନ୍ତୁ, ଆମକୁ ତ କେଇ ଜଣ ସାର୍ କହୁଛନ୍ତି, କେଇ ଜଣ ବାବା କହୁଛନ୍ତି, କେଇ ଜଣ ଗୁରୁଜୀ କହୁଛନ୍ତି, ସବୁଥିରେ ଆମେ ଓକେ, ବୁଝିଲେ? ସବୁ କଥାକୁ ମୁଁ ଶୁଣୁଛି, କିଛି ନାହିଁ, ରିଆକ୍ସନ କିଛି ନାହିଁ ମୋର। ତେଣୁ ଯିଏ ଯୋଉ ଅର୍ଥରେ ମତେ କହୁଛନ୍ତି, ଏଇ ଅର୍ଥରେ କହୁଛନ୍ତି, କ'ଣ କରିବେ ବାବା କୁହନ୍ତୁ? ଠିକ ଅଛି, କିଛି ନାହିଁ, ସାଧନ କର, ରୀତିମତ ଉଠିକି ସାଧନ, ନହେଲେ ବସିଯାଅ। ଚକ୍ରଭେଦନ ନ ହଉଛି ନ ହଉ, ଠିକ ନାହିଁ, ଖାଲି ମନ ଦେଇ ଉଠ। ପ୍ରଣବ ଯେତିକି ହଉଛି ହଉ, ଅଛିଣ୍ଡା ପ୍ରଣବ ହଉ କି ଛିଣ୍ଡା ପ୍ରଣବ ହଉ, ଯେମିତି ହଉ, ତମେ ଉଠିକି ବସିଲ, ସାଧନ କଲ, କେମିତି ନ ହବ? ଏଇ ଗୋଟେ ମେଥଡ, ଯୋଉଟା କି କୋଉଠି ଜିନିଷ ନାହିଁ, ଏ ପିକୁଲିଆର। ହଉ ଉଠୁ, ତୁମକୁ ସିଏ ଆତ୍ମାର ଯୋଉ ଡୋରି ଅଛି, ଆତ୍ମାର ଯୋଉ ଆକଳନ ଅଛି, ଆତ୍ମାର ଯୋଉ ସିଷ୍ଟମ ଅଛି, ତୁମେ ସିଷ୍ଟମ ଭିତରୁ ପଳେଇ ଆସ। ଆତ୍ମା ତୁମ ବାଟ ଖୋଲିଦବ, ଆତ୍ମା ତୁମର ବାଟ ଖୋଲିଦବ। ସେଠି ହବନି କ'ଣ କୋଉଥିପାଇଁ ହବନି ତୁମର ସାଧନ କୁହନ୍ତୁ? ତୁମେ ବା ସ୍ୱତନ୍ତ୍ର ଭାବରେ ଆସିଛ, ସ୍ୱତନ୍ତ୍ର ଭାବରେ ଯିବ। ତମର ଡ୍ୟୁଟି ଖାଲି ମନେ ରଖ, ମୁଁ ଆସିଛି ଏଥିପାଇଁ। ଆରଥର ଯୋଉ କଲି ଦଲିଲ, ଗୋଟିଏ ଦଲିଲ ଧରିକିରି ବୁଲ, ଯେ ସେଇଟା ହଉଛି ମୁଁ ଆସିଛି। ଯେମିତି ସୁଭାଷ ବୋଷ କହୁଥିଲେ, ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱରାଜ ଦେବି, ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ସେମିତି ତୁମେ ଗୋଟିଏ ସ୍ଲୋଗାନ ଧର, ସେ ସୁଭାଷ ବୋଷଙ୍କ ସ୍ଲୋଗାନ ଏଠି ରହିବନି। ଏଠି ତୁମର ସ୍ଲୋଗାନ କ'ଣ? ନା ମୁଁ ଆସିଛି ମୋର ପରିଚୟ ଖୋଜିବା ପାଇଁ,
ହୁ am I, ମୁଁ କିଏ? ପ୍ରକୃତରେ ମୁଁ କିଏ? ମୋର ପରିଚୟ। ଯଦି ଏଇ ଗୋଟିଏ ଦଲିଲ ଧରିକି ତୁମେ ବୁଲିବ, ମୋର ପରିଚୟ ଖୋଜିବ ପ୍ରତି ମୁହୂର୍ତ୍ତରେ, ତାହେଲେ ମୋର ପରିଚୟ ମିଳିଯିବ। ମୋର ପରିଚୟ ଅର୍ଥ ତୁମର ପରିଚୟ। ତୁମର ପରିଚୟ ଅର୍ଥ ଆତ୍ମାର ପରିଚୟ, ଜୀବର ପରିଚୟ, ବ୍ରହ୍ମର ପରିଚୟ, ପରମ ବ୍ରହ୍ମର ପରିଚୟ। ଆଉ କେତେ ଆଳୁ ଖାଇବ କୁହ? କେତେ କିଣିକିରି ଆଳୁ ଖାଇଲଣି, କେତେ ଡାଲି ଖାଇଲଣି, କେତେ ଭାତ ଖାଇଲଣି, କେତେ ଚାଷ କଲଣି, କେତେ ଇଣ୍ଡଷ୍ଟ୍ରିଆଲିଷ୍ଟ ହେଲଣି, କେତେ ପରିବାର ସୃଷ୍ଟି କଲଣି। ଇଏ କ'ଣ? ଇଏ ଆବଶ୍ୟକତା, କିନ୍ତୁ ଲକ୍ଷ୍ୟ ନୁହେଁ। ଇଏ ଆବଶ୍ୟକତା ଅଛି ମନୁଷ୍ୟର, କିନ୍ତୁ ଲକ୍ଷ୍ୟ ନୁହେଁ। ଲକ୍ଷ୍ୟ ହେଉଛି ତୁମେ ଆସିଛ ଯୋଉଥିପାଇଁ ତୁମେ ଖୋଜ। ଆୟା ଥାକି କାମ ସେ ସୋୟା ଚାଦର ତାନ। କବିରି ଆସିଲେ କହିଲେ, ଆସିଥିଲୁ କୋଉଥିପାଇଁ? କ'ଣ ଚାଦର ପକେଇ ଶୋଇଲୁଣୁ? ଯାହାର 5ଟା ଝିଅ ହେଇଛି ସେ କହୁଛି ରୁହ ରୁହ, ମୋର ଗୋଟେ ପୁଅ ଦରକାର ନା। ଏଇଟା ଲକ୍ଷ୍ୟ। ଚାକିରି ହେଇଛି, ମୁଁ ପ୍ରମୋସନ କେମିତି ହେବି, ଏଇଟା କ'ଣ ଲକ୍ଷ୍ୟ? 2 ମାଣ ଜମି ଅଛି, 10 ମାଣ କେମିତି କରିବେ, ଏଇଟା କ'ଣ ଲକ୍ଷ୍ୟ? ଆୟା ଥାକି କାମ ସେ ସୋୟା। ତୁମେ ଏଇ ଚାଦର ପାରିକି ଶୋଉଛ, ଇଣ୍ଡଷ୍ଟ୍ରି କରିକି, ତୁମେ ମାଛ ଚାଷ କରିକି ଶୋଉଛ, ତୁମେ ଚାକିରିରେ IAS ହେଇକି ଶୋଉଛ, ଏଇଟା କ'ଣ ଲକ୍ଷ୍ୟ? ଇଏ ମତିଭ୍ରମର ସ୍ୱର। ଭଲ ଭାବରେ ପରୀକ୍ଷା କରି ଦେଖନ୍ତୁ ତୁମେ କୋଉଥିପାଇଁ ଆସିଥିଲ। ଆଉ ଗୋଟେ ସେକେଣ୍ଡରେ ବି ତୁମେ ପଳେଇଯିବ ଏଠୁ। ମନେ ରଖନ୍ତୁ, ଗୋଟିଏ ସେକେଣ୍ଡ ଲାଗିବନି ଛାଡ଼ିବା ପାଇଁ ପୃଥିବୀ। ଯାହାକୁ ଏତେ ଆଡମ୍ବରପୂର୍ଣ୍ଣ ସଜେଇକି ରଖିଛ, ମଜେଇକି ରଖିଛ, ହଜେଇକି ରଖିଛ, ନିଜେ ତା ଭିତରେ ହଜି ଯାଉଛ। ଗୋଟେ ସେକେଣ୍ଡରେ ତୁମକୁ ଯିବାକୁ ପଡ଼ିବ ସେଠି। ସେ ମୁହୂର୍ତ୍ତକୁ ଚିନ୍ତା କର ବେଳେ ବେଳେ। ଆରେ ମୁଁ ତ କେତେବେଳେ ଉଡ଼ିଯିବି ଏଠୁ, କେହି ତ ମୋତେ ରୋକିପାରିବେନି। ନା ଇଣ୍ଡଷ୍ଟ୍ରି, ନା ଏ ସଂସାର, ନା ସ୍ତ୍ରୀ, ନା ପୁଅ, କେହି ତ ମୋତେ କିଛି କରିପାରିବେନି। ତାହେଲେ ଅସାର ଦୁନିଆରେ ସତ୍ୟର ସନ୍ଧାନ ଯଦି ଖୋଜିବାକୁ ଅଛି, ତାହେଲେ ଅତି ସନ୍ତର୍ପଣରେ, ଅତି ଦୃଢ଼ତାର ସହିତ ଜିଦ୍ ଖୋର ହେଇକରି ବସି ପଡ଼। ମୁଁ କେମିତି ମୋର ଅସଲି ପରିଚୟକୁ ପ୍ରାପ୍ତ କରିବି, ଆଉ ସେଇ ତୁମକୁ ମୁକ୍ତି ଦେବ। এই যে জিদি, এই যে আকাঙ্ক্ষা, এই যে সংকল্প ତୁମକୁ ଜିଦି ସୃଷ୍ଟି କରିକି ତୁମକୁ ସେଇଠି ନେଇ ପହଞ୍ଚେଇଦେବ। ବିନା ଜିଦିରେ ହବନି ଏଗୁଡ଼ା ସବୁ। ଜିଦଖୋର ହବାକୁ ପଡ଼ିବ, ଜ୍ଞାନରେ ଜିଦଖୋର ହବାକୁ ପଡ଼ିବ। ଜ୍ଞାନ ନେଇକିରି ବସି ପଡ଼। ପ୍ରକୃତିରେ ଦେଖ, ଅସାର ଦୁନିଆ ଯେତେ ଆସିଛନ୍ତି, ମହମ୍ମଦ ଆସିଲେ ସେଇ କଥା କହିଲେ, ନାନକ ଆସିଲେ ସେଇ କଥା କହିଲେ, ଯୀଶୁ ଆସିଲେ ସେଇ କଥା କହିଲେ, ବୁଦ୍ଧ ଆସିଲେ ସେଇ କଥା କହିଲେ, ମହାବୀର ଆସିଲେ ସେଇ କଥା କହିଲେ, ଶିବମୁନି ଆସିଲେ ସେଇ କଥା କହିଲେ। ସେମାନଙ୍କ କଥା କ'ଣ ଭୁଲ? ସେମାନଙ୍କ କଥା କେବେ ଭୁଲ ନାହିଁ, କିନ୍ତୁ ଶୁଣିବା ଲୋକ କ୍ୱଚିତ ଅଛନ୍ତି। ଏଇ ଚିନ୍ତାଧାରାରେ ପ୍ଲାବିତ ହେବା ଲୋକ ବହୁତ କମ୍, ବହୁତ କମ୍। ତେଣୁ ଯଦି ମୁନି ସମାଜର ସାଧନ ଶିଖିବାର ଅଛି, ମୁନି ସମାଜର ପ୍ରକୃତ ଯୋଗକୁ ଜାଣିବାର ଅଛି, ତାହେଲେ ମନ ଦେଇକି ସାଧନ କର। ଦେଖିବ ସେଇଥିରେ ଅନନ୍ତ ଶକ୍ତି ଅଛି। ସେଇ ଯୋଗରେ ଅନନ୍ତ ଅସୀମ ଅପାର ଶକ୍ତି, ଯାହାକୁ କଳ୍ପନା ବି କେହି କରିପାରିବେନି। କିନ୍ତୁ କିଏ କଳ୍ପନା କରିବ? ନା ଯିଏ ସେଥିରେ ପଶିବ, ଦେଖିବ, ମଜିବ, ଆଉ ଅନୁଭବ କରିବ, ସେଇ ବ୍ୟକ୍ତି ହିଁ ସେ ପ୍ରାପ୍ତ କରିପାରିବ, ଅନ୍ୟଥା କିଛି ନାହିଁ। ହଉ, ଆଜି ତ ସମୟ ହେଇଯାଇଛି, 1:30 ପାଖାପାଖି ହବ। ତେବେ ଏଇଠି ଆମର ଯେଉଁ ବାଣୀକି ସମାପ୍ତ କରିବା। ତେଣୁ ଯଦି ଏଇ ପ୍ରବଚନ ଉପରେ କାହାର କହିବାର ଅଛି, ତାହେଲେ ମତ ରଖନ୍ତୁ, କୁହନ୍ତୁ। କିଏ ଯଦି କହିବେ? ହ୍ୟାଲୋ, ପ୍ରଣାମ। ପ୍ରଣାମ, କୁହ କୌଶଲ୍ୟା। ଆଜିର ପ୍ରବଚନ ବହୁତ ସୁନ୍ଦର ହେଇଛି।
ହଁ ହଁ ଆପଣ ଏଟା ଟିକେ ଛାଡ଼ିବେ। ଆଚ୍ଛା ୟୁଟ୍ୟୁବରେ ଆଜ୍ଞା ଆଜ୍ଞା ବହୁତ ସୁନ୍ଦର କହିହେବନି। ଆଚ୍ଛା ଧନ୍ୟବାଦ ତୁମର ମତାମତ ପାଇଁ ପ୍ରଣାମ। ପ୍ରଣାମ। ତେବେ ଏ ପ୍ରବଚନଟା ବା ଏଇ ଯେଉଁ ଆତ୍ମଜ୍ଞାନ ଶିକ୍ଷା ଯେଉଁଠି ମିଳୁଛି ତାକୁ ଯଦି ଗ୍ରହଣ କରାଯାଏ, କେବଳ ଆତ୍ମଜ୍ଞାନ ଉପରେ ଯେ କହୁଥିବ, ଆତ୍ମା କଥା କହୁଥିବ, ସେଇଠି ଶୁଣନ୍ତୁ, ସେଇଠି ବସନ୍ତୁ। ଏ ପୁରାଣ ପୋଥି, ଗୀତା, ଭାଗବତ, ରାମାୟଣ, ମହାଭାରତ, ଆ ଭିତରେ ଯଦି ପଶିବେ, ତୁମେ ଯଦି ଉଚ୍ଚସ୍ତର ନଲେଜ ତୁମ ଭିତରେ ଅଛି ତାକୁ କାଲକୁଲେସନ୍ କରି ବୁଝିବ ଏବଂ ସମାଧାନ କରିପାରିବ। ନାହିଁ ତ ସେଇଠି ତୁମେ ବନ୍ଧା ହେଇଯିବ। ସିଏ ତୁମକୁ ବାନ୍ଧିଦେବେ, ରାମାୟଣ ବାନ୍ଧିଦେବ, ମହାଭାରତ ବାନ୍ଧିଦେବ। ଯଦି ଉଚ୍ଚ କୋଟିର ଜ୍ଞାନ ଅଛି ହୁଏତ ମୁକୁଳିକି ଆସିପାରିବ। ସେଥିପାଇଁ କହୁଛି ଯେଉଁଠି ଆତ୍ମଜ୍ଞାନ ଅଛି ସେଇଠି ମୌଳିକ ସ୍ଥିତି ଅଛି, ସେଇଠି ରୁହ। ସେଥିରେ କିଛି ମାନେ ଅସୁବିଧାର କାରଣ ନାହିଁ। ଅସୁବିଧାର କାରଣ ଅଛି ଯେଉଁ ପୁରାଣ ପୋଥି, ଭାଗବତ, ବେଦ, ବହୁତ କଥା ଅଛି ମୁଁ ବୁଝିପାରିବନି, ତେଣୁ ଅଟକିଯିବ ସେଠି, ସେଠାକୁ ଯାଅନି। ହଉ, ଏଇ ଯେଉଁ ପ୍ରବଚନ ଆଜିର ଥିଲା ଆଉ ପୂର୍ବ ଦିନର ଥିଲା ଯୋଗ ଉପରେ ଯେଉଁ କହି ଚାଲିଥିଲି, ସେଇଟା ହୁଏତ ଆହୁରି ବିସ୍ତୃତ ହେଇପାରେ। ଆଉ ଗୋଟେ ପାର୍ଟ ଆମେ ନେଇପାରିବା ଏଇ ଯୋଗ ଉପରେ, ଆଉ ଗୋଟେ ପାର୍ଟ ଆମେ ଆକୁ ରଖିବା। ମୋତେ ରିମାଇଣ୍ଡ କରିବେ କେତେବେଳେ, ପୁଣି ଆନାଲାଇଜ୍ କରିବା।